ঘন কালিয়া বরজ ধুলিয়া বনমালিয়া মছুর চলিয়া কাহ্নু কদম্ব মূলিয়া কাহ্নু রাধা রসিয়া বরজ ধুলিয়া নীল চলিয়া ঘন কালিয়া কদম্ব মূলিয়া বনমালিয়া তোর কলা দিনু হায় রে মোর কানু মন লাগে তো না বিনা ছিনা হেলা ধন গোপ বৃন্দাবন ছিনা হেলা ন যমুনা যমুনা তটিয়া কানু কদম্ব মূলিয়া কানু রাধা রসিয়া বরজ ধুলিয়া কাই জামু ডালিয়া ঘন কালিয়া বরজ ধুলিয়া বনমালিয়া তোমর বেনু শুনি শুনি করি কাহ্নু যাও গো মোর পরাণ চকা চকা আখি মোহন মুরতি দেখি যাও মোর দিন তোমর বেনু শুনি শুনি কাহ্নু যাও গো মোর পরাণ চকা চকা আখি মোহন মুরতি দেখি যাও মোর দিন মনমোহনিয়া কাহ্নু কাই চমালিয়া কাহ্নু রাধা রসিয়া কাই চমালিয়া জামু ডালিয়া ঘন কালিয়া বরজ ধুলিয়া বনমালিয়া মঝুর চলিয়া কাহ্নু কদম্ব মূলিয়া কাহ্নু রাধা রসিয়া কদম্ব মূলিয়া গোলা মালিয়া নীল চলিয়া বনমালিয়া। ধন্যবাদ। ବହୁତ ବହୁତ ଧନ୍ୟବାଦ ମ୍ୟାମ୍, ବହୁତ ଭଲ ସୁନ୍ଦର ଲାଗିଲା, ଗାଇଲେ। ସୁନ୍ଦର ହେଇଛି। ବହୁତ ସୁନ୍ଦର। ଯାହା ଶ୍ରୀକୃଷ୍ଣଙ୍କର ଆଜି ଭଜନରୁ ଆରମ୍ଭ ହଉ, ନିଶ୍ଚୟ ଆମର ସଭାଟି ଅତି ସୁନ୍ଦର ଭାବରେ ହେବ ବୋଲି ମୁଁ ଆଶା କରୁଛି। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ। ଥ୍ୟାଙ୍କ ୟୁ ବର୍ତ୍ତମାନ ମୁଁ ବିବେକବାଣୀ ପାଠ ପଠନ କରିବା ପାଇଁ ଆମ ଯୁବ ସଂସଦର ସଦସ୍ୟ ଆୟୁଷ୍ମାନ ଆଚାର୍ଯ୍ୟଙ୍କୁ ଅନୁରୋଧ କରୁଛି, ସେ ବିବେକବାଣୀ ପଠନ କରିବେ। ନମସ୍କାର। କର୍ତ୍ତବ୍ୟର ଗୋଟିଏ ନିଶ୍ଚିତ ନିୟମ ହେଲା ସ୍ୱାର୍ଥପରତା ଓ ଇନ୍ଦ୍ରିୟ ପରାୟଣତାରୁ ପାପ ଓ ଅସାଧୁତାର ଉଦ୍ଭବ, ଆଉ ନିଃସ୍ୱାର୍ଥ ପ୍ରେମ ଓ ଆତ୍ମସଂଯମରୁ ଧର୍ମର ବିକାଶ। ସ୍ୱାମୀ ବିବେକାନନ୍ଦ। ଭଲ ସ୍ୱାମୀଜୀଙ୍କର ବାଣୀଟେ ପାଠ କଲ। ସ୍ୱାର୍ଥପରତା ହିଁ ମୃତ୍ୟୁ ଏବଂ ସ୍ୱାର୍ଥପରତା ହିଁ ଆମ ଜୀବନର କଳଙ୍କ। ନିଃସ୍ୱାର୍ଥପରତା ହିଁ ସବୁଠାରୁ ଗୋଟିଏ ମହତ୍ ଗୁଣ, ଯାହା ସ୍ୱାମୀଜୀ ଚାହୁଁଥିଲେ ଯେ ଆମେ ନିଃସ୍ୱାର୍ଥପର ଭାବରେ ସମସ୍ତ ସେବା କରିବା। ୟା ପରେ ଆମର ଯିଏ ଅଛନ୍ତି ଆଜିର ଆଲୋଚକ, ତାଙ୍କର ପରିଚୟ ଟିକେ ପ୍ରଦାନ କରିବା ହେବେ। ଶୁଭ୍ରା। ହଁ ସାର୍, ମୁଁ ପ୍ରଥମେ ଆପଣଙ୍କୁ ମୁଁ ପରିଚୟ ପ୍ରଦାନ କରିଦଉଛି। ଯେହେତୁ ଆଜିର ଆମର 56ତମ ପାଠଚକ୍ରରେ ଆପଣ ସଭାପତି ରୂପରେ ଆମ ନିକଟରେ ଉପସ୍ଥିତ ଅଛନ୍ତି। ଆପଣ ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଆମର କୋରାପୁଟ ଶାଖା ସ୍ୱାମୀ ବିବେକାନନ୍ଦ ଲୋକ ସଂସ୍ଥାର ସଭାପତି ମଧ୍ୟ ଅଟନ୍ତି। ତ ଆପଣ ଜଣେ ସୁଲେଖକ ଓ ସମାଜସେବୀ ରୂପେ ମଧ୍ୟ ପରିଚିତ ଅଛନ୍ତି। ତ ମୁଁ ଆପଣଙ୍କ ଅନୁମତି କ୍ରମେ ମୁଁ ଆଜିର ବକ୍ତାଙ୍କ ବିଷୟରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବି ସାର୍। ଠିକ ଅଛି। ଆଜି ଆମ ନିକଟରେ ବକ୍ତା ରୂପେ ଉପସ୍ଥିତ ଅଛନ୍ତି ଅଧ୍ୟାପକ ଡକ୍ଟର ପ୍ରବୀର କୁମାର ଦାସ ମହୋଦୟ, ଯିଏକି ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ମଧ୍ୟ ଅଟନ୍ତି। ସେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ 1995 ମସିହାରୁ କାର୍ଯ୍ୟ କରି ଆସୁଛନ୍ତି। ସେ ବହୁ ପ୍ରତିଭାର ଅଧିକାରୀ।
2022 ସେ ଯୁବ ରେଡ୍ କ୍ରସ୍ ଓ ଇକୋ କ୍ଲବ ତରଫରୁ 14 ଫୁଟର ବୃହତ୍ତମ ରାକ୍ଷୀ ତିଆରି କରି ସେ ବିଶ୍ୱରେ ରେକର୍ଡ ମଧ୍ୟ କରିଛନ୍ତି। ଏହା ସହିତ ରେଡ୍ କ୍ରସ୍ ଇତିହାସରେ ସେ ସାମାଜିକ ସେବା ପାଇଁ ରାଜ୍ୟପାଳଙ୍କଠୁ 3 ଥର ମଧ୍ୟ ପୁରସ୍କାର ପାଇ ରେକର୍ଡ କରିଛନ୍ତି। ସେ ଇକୋ କ୍ଲବର ଜଣେ ମାଷ୍ଟର ଟ୍ରେନର ଭାବେ ଅବସ୍ଥାପିତ ହୋଇ ନିଜ ବିଦ୍ୟାଳୟ ତଥା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ 10,000ରୁ ଅଧିକ ବୃକ୍ଷରୋପଣ ମଧ୍ୟ କରିଛନ୍ତି। ସେ ବହୁ ପୁରସ୍କାର ଓ ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। ସେଗୁଡ଼ିକ ହେଲା 2014 ମସିହାରେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ପୁରସ୍କାର, 2023 ମସିହାରେ ଶ୍ରେଷ୍ଠ ପରିବେଶ ବିଜ୍ଞାନୀ ସମ୍ମାନ, 2024 ମସିହାରେ ଶ୍ରେଷ୍ଠ ପରିବେଶ ସୁରକ୍ଷା ଗବେଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ବି ସେ ବୌଦ୍ଧ ଜିଲ୍ଲାର ପରିବେଶ ଜୈବ ବିଭିନ୍ନତା ଏବଂ ଔଷଧ ବୃକ୍ଷ ଉପରେ ତାଙ୍କର ଗବେଷଣା ଜାରି ରଖିଥିଲେ। ଏଭଳି ଅଦ୍ୱିତୀୟ ବକ୍ତାଙ୍କୁ ମୁଁ କୋରାପୁଟ ଜିଲ୍ଲା ଶାଖା ବିବେକାନନ୍ଦ ଲୋକ ସଂସଦ ତରଫରୁ ମୁଁ ଆପଣଙ୍କୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରୁଛି। ଧନ୍ୟବାଦ। ମୁଁ ପ୍ରଥମେ ସମସ୍ତ ଅତିଥି ଏବଂ ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି ସୁଧୀବୃନ୍ଦ ସମସ୍ତଙ୍କୁ ସ୍ୱାଗତ କରୁଛି ଏବଂ ଆଜିର ସଂଯୋଜିକା ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ ଅଧ୍ୟାପିକା ଆମର ଆଜିର ଅଛନ୍ତି ବକ୍ତା ଡକ୍ଟର ଦାସ, ତାଙ୍କ ଭଳି ଆମର 2 ଜଣ ଯାକ ଅତିଥି ସେମାନେ ବାହାରୁ ଆସିଛନ୍ତି। ତେଣୁ ଆମେ ସେଥିପାଇଁ ବହୁତ ଆନନ୍ଦିତ, ଗର୍ବିତ ଏବଂ ଗୌରବାନ୍ୱିତ। ତଥାପି ମୁଁ ମୋର କର୍ତ୍ତବ୍ୟ ଦୃଷ୍ଟିରୁ ପ୍ରଥମେ ଆଜିର ଯେଉଁ ଆଲୋଚକ ଅଛନ୍ତି ଡକ୍ଟର ପ୍ରବୀର କୁମାର ଦାସ, ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଏବଂ ସେ ବୌଦ୍ଧ ପଞ୍ଚାୟତ କଲେଜର ଅଧ୍ୟାପନା କରୁଛନ୍ତି, ଅଧ୍ୟାପକ ଅଛନ୍ତି ଏବଂ ତାଙ୍କର ଯେଉଁ ପରିଚୟ ପ୍ରଦାନ କରାଗଲା, ଯେହେତୁ ସେ ଜଣେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ, ତେଣୁକରି ବୃକ୍ଷ ପ୍ରତି ତାଙ୍କର ଅନୁରାଗ ରହିବା, ଶ୍ରଦ୍ଧା ରହିବା ଆବଶ୍ୟକ ଏବଂ ସେହି ଅନୁସାରେ ସେ ମଧ୍ୟ ତାଙ୍କର କାର୍ଯ୍ୟ ସୁଚାରୁ ଭାବରେ ତୁଲେଇଛନ୍ତି ଜଣାପଡ଼ୁଛି। ତା ସହିତ ରେଡ୍ କ୍ରସ୍ କାର୍ଯ୍ୟକ୍ରମ ପରିବେଶ ସହିତ ସେ କିପରି ଭାବରେ ସାମିଲ ହେଇକି ସମସ୍ତଙ୍କୁ ଏଥିରେ ବୃକ୍ଷରୋପଣ କରିବା ଯାହା ତ ମହାନ କର୍ମ ଏବଂ ସେଥିପାଇଁ ସେ ମଧ୍ୟ ଉତ୍ସାହିତ କରୁଛନ୍ତି। ସେଥିରେ ମଧ୍ୟ ବହୁତ ପୁରସ୍କାର ଲାଭ କରିଛନ୍ତି। ତେଣୁ ତାଙ୍କୁ ମଧ୍ୟ ମୋ ତରଫରୁ ଏବଂ ଆମର ସଂସଦ ତରଫରୁ ତାଙ୍କୁ ସ୍ୱାଗତ କରୁଛି ଏବଂ ଅଭିନନ୍ଦନ ଜ୍ଞାପନ କରୁଛି। ଭବିଷ୍ୟତରେ ଆମେ ଆଶା କରିବା ଡକ୍ଟର ଦାସ ସେ ତାଙ୍କ ଜୀବନରେ ଏଇଭଳି କାର୍ଯ୍ୟକ୍ରମ, ଯେ ଗୋଟିଏ ଭଲ କଥା ମୁଁ ଯାହା ଜାଣିଲି ଯେ ଆପଣ ଔଷଧୀୟ ବୃକ୍ଷକୁ ତା ପ୍ରତି ଟିକେ ବେଶୀ ଧ୍ୟାନ ଦିଅନ୍ତୁ। ଆମେ ତ ବିଭିନ୍ନ ପ୍ରକାର ବୃକ୍ଷ ଲଗାଉଛୁ, ଯେଉଁ ବୃକ୍ଷ ଗୁଡ଼ିକ ପ୍ରକୃତ ଆମର ଜୀବନ ସହିତ ସମ୍ପୃକ୍ତ, ଯେମିତି ତୁଳସୀ, ବେଲ, ଅଁଳା, ଏମିତି ଅନେକ ବୃକ୍ଷ ରହିଛି ଯେଗୁଡ଼ା ଆମର ପରିବେଶ ଭିତରେ ବା ଆମର ଜୀବନକୁ ମଧ୍ୟ ସେଇଟା ପରିଚାଳିତ କରିବ, ସୁସ୍ଥ ରଖିପାରିବ। ତେଣୁକରି ଏଇଭଳି ପରିବେଶକୁ ସୁସ୍ଥ ରଖିବା ସହିତ ଆମର ଔଷଧୀୟ ବୃକ୍ଷକୁ ରୋପଣ କରିବା ନିହାତି ଆବଶ୍ୟକ। ଏଇ କାର୍ଯ୍ୟକ୍ରମ ମଧ୍ୟ ଆମର ସଂସଦ ହାତକୁ ନେଇଛି, ବୃକ୍ଷରୋପଣ କାର୍ଯ୍ୟକ୍ରମ। ତେଣୁ ମୁଁ ଆଶା କରିବି ଯେ କିଛି ଦିନ ତ ଆଉ ବର୍ଷା କାଳ ଲାଗି ରହିବ, ତେଣୁ ତା ଭିତରେ ଆମର ବିବେକାନନ୍ଦ ସଂସଦ ବିଭିନ୍ନ ଜାଗାରେ ଯାହା କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ ବୃକ୍ଷରୋପଣ ପ୍ରତି ଆଗେଇ ଆସନ୍ତୁ। ଆଉ ସମୟ ତ ଆମେ ବେଶୀ କିଛି ନେବାକୁ ଚାହୁଁନୁ। ମୁଁ ଡକ୍ଟର ଦାସଙ୍କୁ ଅନୁରୋଧ କରିବି, ସେ ଯେଉଁ ଟପିକରେ ଆଜି ଆଲୋଚନା କରିବାକୁ ଯାଉଛନ୍ତି ସେଟା ହେଉଛି ଆସ ପଢିବା, ଆସ ଗଢିବା ସଂସ୍କାରବାନ ପିଢ଼ି। ପ୍ରକୃତ ଦେଖିବାକୁ ଗଲେ ଅତି ସୁନ୍ଦର ସେ ତାଙ୍କର ବିଷୟଟିକୁ ଏଠି ଉପସ୍ଥାପନ କରିବାକୁ ଯାଉଛନ୍ତି। କାହିଁକିନା ସଂସ୍କାରବାନ ମଣିଷ ଆଜିର ଆମ ସମାଜରେ ଅଭାବ। ଦିନକୁ ଦିନ ଆମେ ସଂସ୍କାର ଠାରୁ, ସଂସ୍କୃତି ଠାରୁ ବା ଆମର ଯାହା ରହିଛି ମହନୀୟ ପରମ୍ପରା ରହିଛି, ସେ ମହାନ ପରମ୍ପରା ଠାରୁ ମଧ୍ୟ ଦୂରେଇ ଯାଉଛି। ଯାହା ଫଳରେ ସ୍ୱାମୀ ବିବେକାନନ୍ଦ ଯାହା ଚାହୁଁଥିଲେ ଯେ ଯୁବକ ସମାଜ ମାନେ ଆଗକୁ ଆଗେଇ ଯାଆନ୍ତୁ ଏବଂ ସେମାନେ ଭଲ ମଣିଷ ହୁଅନ୍ତୁ, ଚରିତ୍ରବାନ ମଣିଷ ହୁଅନ୍ତୁ, ସୁଶିକ୍ଷା ଅର୍ଜନ କରନ୍ତୁ। କିନ୍ତୁ ଆମେ ଶିକ୍ଷା ଅର୍ଜନ କରୁଛୁ, ଯେଉଁ ଶିକ୍ଷା
ଆମକୁ ଭଲ ମଣିଷ ଗଠନ କରିବାରେ ବା ଚରିତ୍ରବାନ ମଣିଷ ଗଠନ କରିବାରେ ସାହାଯ୍ୟ କରୁନାହିଁ। ତେଣୁ କେମିତି ଆମେ ଆଜିର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ଶିକ୍ଷକ ଏବଂ ଶିକ୍ଷିତ ବର୍ଗ ଲୋକଙ୍କ ସହିତ ଆମେ ଆମର ଯେଉଁ ମାନେ ଆମର ସମାଜରେ ଅଛନ୍ତି, ଅନ୍ୟାନ୍ୟ ବର୍ଗର ଲୋକମାନେ ଅଛନ୍ତି, ବରିଷ୍ଠ ଜ୍ଞାନୀ ଗୁଣୀର ମଧ୍ୟ ରହିଛନ୍ତି ଏବଂ ତା ସହିତ ଯେଉଁ ରାଜନୀତି ଯେଉଁ ଆମର ନେତାମାନେ ସବୁ ରହିଛନ୍ତି, ସମସ୍ତଙ୍କୁ ଆମେ ଅନୁରୋଧ କରିବା ଯେ ଏପରି ଗୋଟେ ଶିକ୍ଷା ବର୍ତ୍ତମାନ ପ୍ରବର୍ତ୍ତନ କରାଯାଉ ଯାହାଦ୍ୱାରା ମଣିଷ ଭଲ ସଂସ୍କାରବାନ ମଣିଷ ହେଇପାରିବ। ତେଣୁ ସିଏ ଯେଉଁ ପ୍ରକାର କାର୍ଯ୍ୟକ୍ରମ ବା ହାତକୁ ନେଇଛନ୍ତି ଆଜିର ବିଷୟବସ୍ତୁକୁ ଆଧାର କରି ମୁଁ ତାଙ୍କୁ ଅନୁରୋଧ କରୁଛି ସିଏ ତାହା ଆରମ୍ଭ କରନ୍ତୁ। ଡକ୍ଟର ଦାସ ଆପଣଙ୍କର ଆଲୋଚନା ଆରମ୍ଭ କରନ୍ତୁ। ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ। କୋରାପୁଟ ଜିଲ୍ଲାର ଯେଉଁ 56ତମ ବିଚାରଧାରା जो कार्यक्रम अंतर्भुक्त आयोजक आलोचना चक्र रखा गोटे नियारा विषय वस्तु तेणु से नियारा विषय वस्तु को नहीं आलोचना तेणु समस्त को आत्मीय ज्ञानी गुणी मान को प्रणिपात करी मोर वक्तव्य आरंभ करुछि। तेणु प्रथम गुरु वंदना। ओं ब्रह्मानंदं परम सुखदं केवल ज्ञानमृतिं दन्दातीतं दृश्यं तत्यमसाधि लक्ष्यम् एकं नित्यं विमलवचलं सर्वाधि साक्षिभूतं भवातीतं त्रिगुणरहितं सद्गुरुं तं नमामि। अखंडानंदबोधाय शिष्य संतापहारिणे सच्चिदानंद रूपाय तस्मै श्री गुरुवे नमः। मोर वक्तव्य आरंभ कर जाउछि। ओं भूर्भुवस्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। सेहि प्राण स्वरूप दुःखनाशक सुख स्वरूप श्रेष्ठ तेजस्वी पापनाशक देव स्वरूप परमात्मा को आम अंतरात्मा धारण करवा। सेही परमात्मा हमर बुद्धि को सन्मार्ग रे प्रेरित करिवे। उपस्थित समस्त कोरापुट कहीं कोरापुट बाहर थिबा राज्य अन्य अंचल स्थापित करिथिबा हमर से ज्ञानी गुणी सदस्य हमारे स्वामी विवेकानंद संसद सदस्य मानू प्रणिपात सम्मान स्नेह बहुत सुंदर भाव आमर सभापति महोदय अमूल्य सार आलोचना टी आरंभ करते पूर्व सुंदर संगीत गान करी भौणी गोटे संबलपुरी संगीत गान करते अत्यंत उच्च कोटीर थिला। मु अत्यंतिक खुशी जहाँ संबलपुरी भाषा रे से सुंदर भजन टी उपवेशन करिसंती। कोली नाटक मोर सम्मान उपवेशन सदस्य मान मोर सम्मान शंकर शरण सार को भूमिष्ठ प्रणाम। तेणु मु केवल उद्भिद विज्ञान अध्यापक खाली नुहे मु स्वामी विवेकानंद लोक संसद मध्य संभाग मध्य संपादक रही एजुकेटिव बॉडी मेंबर अच्छी स्वामी विवेकानंद लोक संसद जदियो अध्यापक अच्छी मो उद्भिद विज्ञान उद्भिद विज्ञानी मु निजे तथापि आज एभली एक विषय को चयन कली जे मत आसला जे आपन किछि कहबे हमर जिल्लार कार्यक्रम रे। तेणु कहली एटा ही बहुत जिन आलोचना होची परिवेश विषय आलोचना करा वृक्ष विषय आलोचना करा किंतु आज यही गोटे नूतन धरणर विचारधारा समस्त पाखरे पहुंचाइबा चाहिए। कारण मु गायत्री परिवार से जड़ित अच्छी अखिल विश्व गायत्री परिवार ये शांतिकुंज हरिद्वार अच्छी बर्तमान सारा विश्व व्यापी जाइए। तेणु से जो गुरु पंडित श्रीराम शर्मा आचार्य जो आदर्श रे
ଆମେ ସମସ୍ତେ ଅନୁପ୍ରାଣିତ ହୋଇ ସେ ବହୁତ ଶିକ୍ଷା ଦେଇଥିଲେ। ମୋର ଛୋଟ ସମୟରୁ ମୁଁ ତାଙ୍କୁ ଗୁରୁ ରୂପେ ବରଣ କରିଛି ପିତାଙ୍କ ମାଧ୍ୟମରେ। କିନ୍ତୁ ବର୍ତ୍ତମାନ ସେ କାର୍ଯ୍ୟକ୍ରମଟି ବହୁତ ଭାବରେ ଚାଲିଛି। ବର୍ତ୍ତମାନ ସାରା ଓଡ଼ିଶାରେ କେବଳ ନୁହେଁ, ସାରା ଭାରତ ବର୍ଷ ଚାଲିଛି କିଭଳି ଭାବରେ ଆମେ ଏକ ସଂସ୍କାରବାନ ପିଢ଼ି ଗଠନ କରିବା। କାରଣ ପରିବର୍ତ୍ତନର ଯୋଉ ଧାରା ଚାଲିଛି ବର୍ତ୍ତମାନ ଦେଖୁଥିବେ କିଭଳି ଭାବରେ ଭାରତର ବା ସନାତନ ଧର୍ମରେ ପରିବର୍ତ୍ତନ ଚାଲିଛି। ଏଇ ପରିବର୍ତ୍ତନ ଧାରା ଆଗକୁ ମଧ୍ୟ ଆହୁରି ହବାର ଅଛି ଏବଂ ସେଥିରେ ଆମେ ସମସ୍ତେ ସାମିଲ ହେଇଛୁ। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ କରି ଆମେ ଚେଷ୍ଟା ଜାରି ରଖିଛୁ, ସେଟା ମଧ୍ୟ ଗୋଟେ ପରିବର୍ତ୍ତନ ଧାରା। এই ପରିବର୍ତ୍ତନ ଧାରାରେ ଆମେ ସାମିଲ ହୋଇ ବର୍ତ୍ତମାନ ଚାଲିଛୁ ଯୋଉଟା, ସେଇଥିରେ ଯୋଉ ଆମେ ତ ପରିବର୍ତ୍ତନ ନିଜକୁ କରୁଛୁ। ଆମେ ବର୍ତ୍ତମାନ ଚାହିଁବା, ଆମେ ତ ବୟସାଧିକ ହେଲା ଯଦିଓ ବି, କିନ୍ତୁ ଯୋଉ ଆଗାମୀ ଆମେ ଯୋଉ ଭାବୁଛୁ ବିଶ୍ୱଗୁରୁ ହବ, ଏ ଧରାରେ ନିଶ୍ଚିତ ଭାବରେ ଭଲ ବା ସତ୍ୟ ଯୁଗର ଅବତରଣ ହବ, ତାହେଲେ ଆମକୁ ନିଶ୍ଚିତ ଭାବରେ ଆମର ଯୋଉ ଆଗାମୀ ପିଢ଼ି ଯୋଉ ଆସୁଛନ୍ତି, ସେ ଆଗାମୀ ପିଢ଼ିକୁ ଆମେ କିଭଳି ଭାବରେ ସୁସଂସ୍କୃତ, ସଂସ୍କୃତି ସମ୍ପନ୍ନ, ଚରିତ୍ରବାନ କିଭଳି ଭାବରେ এই ପିଢ଼ି ଗଠନ କରିବା, ସେଥିପାଇଁ ଆମ ସମସ୍ତଙ୍କର ସହଯୋଗ ନିହାତି ଭାବରେ ଆବଶ୍ୟକତା ରହିଛି। ବର୍ତ୍ତମାନ ଆମେ ଦେଖୁଛେ ଯେଭଳି ଭାବରେ ସମାଜରେ ଏକ ନକାରାତ୍ମକ ଚିନ୍ତାଧାରା ବର୍ତ୍ତମାନ ବ୍ୟାପି ଲାଗି ଚାଲିଛି। ସମସ୍ତେ କହୁଛନ୍ତି ସମାଜର କଣ ହବ, ସମାଜ ଏଭଳି ଭାବରେ ଅଧୋଗତି ଘଟୁଛି। ଯୋଉ ପିଲାମାନେ ଆସୁଛନ୍ତି ମୋବାଇଲ ଯୁଗର ପିଲାମାନେ, ସେମାନେ କମ୍ପ୍ୟୁଟର ଯୁଗର ପିଲାମାନେ, ସେମାନେ ଯାନ୍ତ୍ରିକ ଯୁଗର ପିଲାମାନେ, ସେମାନେ ଆଉ ବୋଧେ ଏଇ ସବୁ ଜିନିଷକୁ ଯୋଉ ଆମର ଆଧ୍ୟାତ୍ମିକ କହୁଛୁ, ଯୋଉ ଆମେ ଯୋଗ କଥା କହୁଛୁ, ଯୋଉ ସଂସ୍କୃତି କଥା କହୁଛୁ, ସେଗୁଡିକ ବୋଧେ ସେମାନେ ଗ୍ରହଣ କରିବେ ନାହିଁ, ଯାହାଫଳରେ କି ଏ ସମାଜର ଅଧୋଗତି ଘଟିବ ଏବଂ ପ୍ରଳୟ ହବ, ନଷ୍ଟ ହବ। କିନ୍ତୁ ମୁଁ ତ ଭାବେ ଆମ ଗୁରୁଦେବଙ୍କ ପ୍ରେରଣାରୁ ଏ ସମାଜରେ ପରିବର୍ତ୍ତନ ଘଟିବ ଏବଂ ପୁଣି ଥରେ ଆଉ ଥରେ ସେଇ ସ୍ୱର୍ଣ୍ଣିମ ଯୁଗର ପ୍ରତ୍ୟାବର୍ତ୍ତନ ହବ। ତେଣୁ ଆପଣ ମାନେ ସମସ୍ତେ ଜାଣିଥିବେ କିଭଳି ଭାବରେ ଯେ ଗୋଟିଏ ଉତ୍ତମ ସନ୍ତାନ ହେବା ପାଇଁ ଗୋଟେ ଉତ୍ତମ ପରିବେଶଟିଏ ଦରକାର। ଗୋଟେ ଉତ୍ତମ ସନ୍ତାନ ହେବା ପାଇଁ ଗୋଟେ ଚରିତ୍ରବାନ ମାତା ପିତା ହେବା ଆବଶ୍ୟକତା ରହିଛି। ତେଣୁ ସେଇଠୁ ହିଁ ଆମର କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଯେତେବେଳେ ଆମେ ଆମର ପିଲା ପୁଅ ଝିଅର ବିବାହ କରୁଛୁ, ଆମେ ସେ ପୁଅ ଝିଅର ବିବାହ କରା ସମୟରେ ତାଙ୍କୁ ସେଇ ଜ୍ଞାନ ପ୍ରଦାନ କରୁଛୁ କିଭଳି ଭାବରେ ସେମାନେ ଆଗାମୀ ପିଢ଼ିକୁ ସେମାନେ ବଂଶ ବିସ୍ତାର କରିବେ, କିଭଳି ସେମାନେ ତାଙ୍କର ପରବର୍ତ୍ତୀ ପିଢ଼ିକୁ ଚରିତ୍ରବାନ କରିବେ, ସଂସ୍କାରିତ କରିବେ। ଆମେ ସେଟା କେବେ ଦେଇପାରୁନାହୁଁ। ସେମାନେ ଯୋଉଠି ଶିଖିଲେ, ସାଙ୍ଗସାଥିରେ ଯୋଉଠି ଶିଖିଲେ, ଯାହା ଜାଣିଲେ, ସେ ଅନୁସାରେ ସେମାନେ ନିଜ ଜୀବନ ନିର୍ବାହ କଲେ। ଯାହା ଫଳରେ କି ଆମେ ଦେଖୁଛୁ ସଂସାର କିଭଳି ଭାବରେ ଅଧୋଗତି ଘଟୁଛି ଏବଂ ଯୋଉ ଆଗାମୀ ପିଢ଼ି ମଧ୍ୟ ସେମାନେ ଆସୁଛନ୍ତି, ସେମାନେ ମଧ୍ୟ ବି ସେ ସଂସ୍କାରକୁ ନେଇକି ଆସୁନାହାନ୍ତି ଏବଂ ତାପରେ ଜନ୍ମ ହେଲା ପରେ ଯୋଉ ସଂସ୍କାର ପାଉଛନ୍ତି, ସେଥିରେ ମଧ୍ୟ ବି ପିତା ମାତାଙ୍କର ସମୟ ନାହିଁ ତାଙ୍କୁ କିଛି ଭଲ ଗୁଣ, ଭଲ ଭ୍ୟାଲ୍ୟୁ ଯୋଉ କୁହାଯାଏ ଭ୍ୟାଲ୍ୟୁଜ, ସେ ଭ୍ୟାଲ୍ୟୁ ଦେବା ପାଇଁ ତାଙ୍କୁ ମଧ୍ୟ ସମୟ ନାହିଁ। ତେଣୁ ସେଥିପାଇଁ ଏଇ କାର୍ଯ୍ୟକ୍ରମ ନିଆ ହେଇଛି, ଯେତେବେଳେ କି ଜଣେ ସନ୍ତାନରେ ଜନ୍ମ ହେଲା ପୂର୍ବରୁ, ମାନେ ଗର୍ଭକୁ ଆସିବା ପୂର୍ବରୁ ମଧ୍ୟ ଆମର ସଂସ୍କାର କାର୍ଯ୍ୟକ୍ରମ କରିବାର ଯୋଜନା ରହୁଛି। ତାପରେ ଗର୍ଭ ସନ୍ତାନଟେ ମଧ୍ୟ, ସନ୍ତାନ ଗର୍ଭସ୍ଥ ହେଲା ସମୟରେ ମଧ୍ୟ ବି ତାର ସଂସ୍କାର କିଭଳି ଭାବରେ ସଂସ୍କାରିତ ହେଇପାରିବ, ସେଥିରେ ମଧ୍ୟ ବି ଆମର କଣ କାର୍ଯ୍ୟକ୍ରମ ରହିଛି ବା ଆମର କାର୍ଯ୍ୟଧାରା ରହିବା ଉଚିତ, ସେଟା ମଧ୍ୟ ଆମେ କହିବୁ। ଏବଂ ତାପରେ ଜନ୍ମ ହେଲା ପରେ ମଧ୍ୟ ବି 5 ବର୍ଷ ପର୍ଯ୍ୟନ୍ତ ତାର ଶିଖିବା ସମୟ ରହିଲା, ସେଟା ମଧ୍ୟ ବି କିଭଳି ଭାବରେ ତାକୁ ଆମେ ଯତ୍ନ ନେବା, କିଭଳି ଭାବରେ ତା ପ୍ରତି ଆମେ ବ୍ୟବହାର କରିବା, ତ କିଭଳି ଭାବରେ ସୁସଂସ୍କୃତ କରିବା, ସେଟା ମଧ୍ୟ ଆମର ଚେଷ୍ଟା ରହିବ। ତେଣୁ ଯେତେବେଳେ ଜଣେ ପୁଅ ଝିଅ ବିବାହ କରୁଛନ୍ତି, ସେମାନେ ବିବାହ କରୁଛନ୍ତି, ଭାବୁଛୁ ବିବାହ କରୁଛନ୍ତି ସେମାନେ ତାଙ୍କର ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ନୁହେଁ। ଯଦି ସେମାନେ ସେଟା ଭାବୁଥାନ୍ତି, ତାହେଲେ ସେଟା କେବେ ହେଲେ ଉଚିତ ନଥିଲା, କେବେ ଉଚିତ ମଧ୍ୟ ନୁହେଁ। ତେଣୁ ସେମାନେ ଯେତେବେଳେ ବି ଯାହା ବି କାର୍ଯ୍ୟ କରୁଛନ୍ତି, ସେମାନେ ପରବର୍ତ୍ତୀ ପିଢ଼ି କିଭଳି ଭାବରେ ଭଲ ସନ୍ତାନଟେ ହବ, ସେଇଥିପାଇଁ କାଉନସିଲିଂର ଆବଶ୍ୟକତା ରହିଛି। ତେଣୁ ଆମମାନେ ନ ପାଇଥାଇପାରୁ, ବା ମୋ କଥା କହୁନି, ଅନ୍ୟମାନଙ୍କ କଥା କହୁଛି, ପିତାମାତା ନଥାଇପାରୁ, ପିତାମାତାଙ୍କର ଭଲ ଘର ନଥାଇପାରେ ବା ଶିକ୍ଷାଗତ ଯୋଗ୍ୟତା ନଥାଇପାରେ, କିନ୍ତୁ
आमे शिक्षा ग्रहण कले आमे शिक्षित हेले आमर परवर्ती पीढ़ी को किभଳି शिक्षित करिया परवर्ती पीढ़ी को भल संतान उत्पन्न हबो से मध्ये आमे चेष्टा करबा निहाती आवश्यकता रहिछि तेणु से आम कार्य रहिबो जे आमे किभଳି भाबरे आमे तेणु से काउंसलिंग जो परामर्श आमे एभଳି भाबरे आमे जदि कामुकतार बशवर्ती हबा आमे कामुकतार बशवर्ती हे जे संतानटी आम सृष्टि हेगला आम अजाणतरे ताहले मध्य भी से भल संस्कार संतान उत्पन्न ही पारिबो नाही सेथिबे हमकु विधिबद्ध भाबरे हमर संतान किभଳି संतान हम चाहूचु से भली भाबरे ही हम निज प्रस्तुत करिया पड़िबो हम डॉक्टर पाखु जाउचु संतान काई न होला जोटा हे हो हे गला बोली भाबुछु तार किंतु नहीं जदि आमे से समय भाबिबा जे हमर संतानटी आवश्यकता रहिछि से पुओ हो कि झियो हो त हम निज प्रस्तुत करिबा निज मानसिक स्तर प्रस्तुत करिबा एवं आम एभଳି कार्य करबा जा फल कि भल संतान उत्पन्न हब जा फल कि हम समाज पई आपण जानंतु जदि मनक समाज रे जणे मदि कु संतान जन्म हला तले समाज पई बोझ कि नै कहंतु यदि भल संतान उत्पादन हला ताहले समाज पई केते भल काम करिवो समाज पई परिवर्तन आनिबो समाज पई आहुरी संस्कार आनिबो तने एभଳି संतान उत्पादन समते चाहंती तो से अनुसार कार्य करिया पड़िबो तेणु जेते बेले हम शरीर रे उत्पन्न हुए आत्मार जागृत हुए सेते बेले जे को आत्माटी आत्मा माने जने जने साधु कहिथिले जे हमर बहुत उन्नति वाला के से भीतर केते केते ज्ञान लाभ करे से भीतर मतन भीतर तेणु संतान उत्पन्न करी माननकु गढ़िबार दायित्व स्वभावतः अभिभावक ऊपर थाए संतानटी निजर गुण कर्म और स्वभाव दृष्टि किपरि हेबा उचित शरीर किपरि हेबा उचित ए सब जन्मदाता पितांक ऊपर निर्भर जन्मदाता पिता मातांक ऊपर निर्भर एवं कोटा जिंस ना मन स्थिति ऊपर निर्भर करि थाए हम कहा जाइछि जे माता हला भूमि पिता हला मंजी बा बीज तेणु जमीर गुण अनुसार गछ बढ़िबो और फूल फल धारण करिवो बीज जेभଳି भाବରେ हबो गछ मध्ये सेभଳି भाବରେ हबो भूमि रे गहम बुणिले गहम फळतळी बाहरिबो मका मंजी पोतिले मका गछ बाहरिबो यदि फल गछ लगाइबा ताले फल गछ बाहरिबो यदि हम बिछुआती लगाइबा बिछुआती गछ बाहरिबो तेणु संतान किपरि हबो तार नमूना देखिबा हेले हमको देखिया पड़े पितांकर गुण कर्म स्वभाव तांकर स्वास्थ्य और जीवन लक्ष्य एगुडी मध्ये हमको देखिबार आवश्यकता रहिछि तेणु भूमि उपरे गछर विकास में निर्भर करे मन कर आमर गोटे जो मंजी लगेबा से भूमि उपरे से भले गछ हबो काई जीन सेठी मंजी रे से जीन पितांकर जीन को नै आसीयो मातांकर जीन मध्ये मिसला से जगह रे तेणु माता मध्ये जो रहला भूमि बोली कहा गला माता रु जो भूमि रु से सब जिंस नेला सब न्यूट्रिशन नेला तार सब जिंस गुडा से ग्रहण कला चाहे मातार गर्भ से बढ़िला वर्तमान आउ जदि बीज भल थिले मध्ये भी जदि जमी खराब रहिबो ताले जमीर जदि पानी नथिबो ठीक पानी नथिबो जत्न निया नथिबो ताले मध्ये से गछटी बढ़ी पारिबो नाही तेणु सेति पई उत्तम संतान उत्पन्न करबा सकाशे माता पिता जदि पूर्वर निज प्रस्तुत न करिवे ताले भला उत्तम संतान पाई पारिबे नाही तेणु जे माने उत्तम संतान इच्छा करंती से माने पिला को केउंटी पढाइबे से माने कोन करबे सब चिंता करबा आवश्यक नै बरं पिला को आरंभ रु संस्कार देबा को चिंता करिया आवश्यकता रहिछि पिला को जेपरी कथा कहिबा से माने जेपरी तांको से जेपरी कथा हबा से सब पिला मां गर्भ रे थिला अवस्था रे हम जानि रखा दरकार जे पिला तरे मां गर्भ रे रहिछि से गर्भ रे जो 9 मास धरि गर्भ रे जो रहिला से जगह रे सेतिरे प्राय 50% भाग से ज्ञान आहरण करि से पेट भीतर आहरण कर मां गर्भ भीतर आहरण करूछि बाकी 50 भाग तार प्रस्तुत हेस परे 5 वर्ष मध्य रे पूरा ज्ञान कला पाउ जे पूरा ज्ञान माने तार जो बापमाडो शिक्षा जो संस्कारटा से ज्ञान प्राप्त हेई पारुछि तेणु सेरा संवेदनशील अवस्था तेणु से जिनसटा किंतु केही ध्यान देंदे नाही डाक्टर माने कहले कि खाली चेकिंग करंती अल्ट्रासाउंड करिदेले केभଳି कोन हला जो माने जानि छथि प्रकृति रे समाने कहंती जे मां को सेही समय जो गर्भ संतान रहला मां को भल भाबरे ताकू जत्न न आवश्यकता अछि केभଳି सने टेंशन न हेबे न हबो केभଳି दुख न हेबो केभଳି भाबरे सुख रे रहबो भल कथा सिखिबो हमर मode अछि से रामायण पाठ करिवो ते गीता पाठ करिवो से महाभारत जो भल जिंस गुडा देखिवो खराब जिंस नुहे
ଯାହା ଫଳରେ ତା ମନ ଭିତରେ ଯୋଉ ଜିନିଷ ଗୁଡାକ ମନ ଭିତରେ ସେ ଗ୍ରହଣ କରିବ, କାରଣ ପିଲା ସନ୍ତାନ ମଧ୍ୟ ସେ ଜିନିଷଟା ଗ୍ରହଣ କରେ। ଆପଣ ଜାଣିଥାଉ ସେ ଜାଗାରେ ଯଦି ମନ୍ତ୍ର ପାଠ ମା ମନ୍ତ୍ର ପାଠ କରୁଛି, ପୂଜା ଧ୍ୟାନ କରୁଛି, ସଙ୍ଗୀତ ପାଠ କରୁଛି, ଗୀତ ଧ୍ୟାନ କରୁଛି, ସେ ମଧ୍ୟ ଗର୍ଭସ୍ଥ ଅବସ୍ଥାରେ ଶିଶୁଟି ମଧ୍ୟ ସେଇ ଜିନିଷ ଗୁଡା ଶୁଣୁଛି। ଏଟା ବିଜ୍ଞାନ ମଧ୍ୟ ବି ସିଦ୍ଧ କରିଛି, ଜାଣିଥାନ୍ତୁ ସେ ଜାଗାରେ। ତେଣୁ ଭଲ ମନ୍ଦ ସେ ଛୁଆ ମଧ୍ୟ ଭଲ ମନ୍ଦ କଥା ବିଚାର କରେ। ମା ଏତେ ପୁରା ଟେନସନ ହେଇଯାଏ, ପୁରା ଦୁଃଖଗ୍ରସ୍ତ ହେଇଯାଏ। କିଛି ସମୟ ପାଇଁ ଜାଣନ୍ତି, କିଛି ସମୟ ପାଇଁ ତାର ହାର୍ଟ ବିଟ୍ ମଧ୍ୟ ଛୁଆର ଯୋଉ ଭିତରେ ଥାଏ, ହାର୍ଟ ବିଟ୍ ମଧ୍ୟ କିଛି ସମୟ ଟେନସନ ମଧ୍ୟ ବନ୍ଦ ହେଇଯାଏ। ଯଦି ମାଟି ଖୁସିରେ ରହୁଛି, ଆନନ୍ଦରେ ରହୁଛି, ତେଣୁ ସେ ସମୟ ମଧ୍ୟ ପିଲାଟି ମଧ୍ୟ ଖୁସି ଥାଏ, ଆନନ୍ଦ ଥାଏ ସେ ପେଟ ଭିତରେ। କିନ୍ତୁ ଆମେ ସେ ଜାଗା ବେଶୀ କିଛି ଆମେ ଧ୍ୟାନ ଦେଇନଥାଉ। ଏବଂ ସେଇ ସମୟରେ ଯଦି ଝିଅଟି, ଆମେ ବହୁତ ସମୟରେ ଦେଖାଯାଏ ଛୁଆଟି ଜନ୍ମ ହେଲା ପୂର୍ବରୁ, ପିଲାଟି ଜନ୍ମ ହେଲା ପୂର୍ବରୁ ସେ ଝିଅକୁ ବା ମାଆକୁ, ଗର୍ଭସ୍ଥ ମାଆକୁ ତାଙ୍କୁ ନେଇକି ମା ଘରେ ଛଡାଯାଏ। ତେଣୁ କାହିଁକି ମା ଘରେ ଛଡାଯାଏ? କାରଣ ମା ଘରେ ସେ ହିସାବରେ ସେ ବହୁତ ଖୁସିରେ ରହିପାରିବ, ତାକୁ କେହି ମନେ କଷ୍ଟ ଦେବେ ନାହିଁ, କେହି ତାଡନା ଦେବେ ନାହିଁ, କେହି କାମ କରିବା ପାଇଁ କହିବେ ନାହିଁ। ତ ମା ଜାଗାରେ ସେ ଜାଗାରେ ଠିକ ରହିଲା, ସେ ଜାଗାରେ ଆଉ ତାର କିଛି ଲାଇବିଲିଟି ନଥିବ। କିନ୍ତୁ ଶାଶୁ ଘରେ ରହିଲେ ନିଶ୍ଚିତ ଭାବରେ କେତେବେଳେ କେମିତି କୋଉ କାମ ନ କରିପାରିଲା ତ କିଏ ଗାଳି ଦେଇଦେଲା, କିପରି ଭାବରେ କଣ କିଛି କଲା, ଆଉ କଣ କିଛି ହେଇଗଲା ସେ ଜାଗାରେ, ତ ଟେନସନ ହେବାର ସମ୍ଭାବନା ଥାଏ। ଯଦି ସମ୍ଭବ ହେଇପାରୁଛି, ସେଥିପାଇଁ ଆମକୁ କଣ କରାଯାଏ, ତେଣୁ ସେଇ ଗର୍ଭବତୀ ମହିଳାକୁ ଆମେ ତାକୁ ବାପ ଘରେ ନେଇକି ଛାଡିଥାନ୍ତି ନିଶ୍ଚିତ ଭାବରେ। ତେଣୁ ସେଇ ଅବସ୍ଥାରେ ଖାଲି ମାର ଯତ୍ନ ନବାର ଦାୟିତ୍ୱ ନୁହେଁ, ପିତାର ମଧ୍ୟ ଦାୟିତ୍ୱ ରହି ସେ ଜାଗାରେ। ତେଣୁ ପିତା ମାନେ ଯାହା କାମ କରୁଛନ୍ତି ସେ ଜାଗାରେ, ପିତା ସେ ଝିଅର ଝିଅ ସନ୍ତାନ ଭିତରେ ଅଛି ଗର୍ଭ ସନ୍ତାନ, ସେ ମଧ୍ୟ ତାକୁ ଅନୁସରଣ କରୁଛି। ସେଇ ସମୟରେ ଯାହା କର୍ମ ଆମେ ଭାବୁଛୁ ପିଲା ଛୁଆ କି ଜାଣୁନାହିଁ, ଆପଣ ଜାଣିଛନ୍ତି କିଭଳି ଜାଣିଛନ୍ତି ମହାଭାରତ ଯେଭଳି ଭାବରେ ଅଭିମନ୍ୟୁ କଥାଟି, ଯେ ଅଭିମନ୍ୟୁ ଗର୍ଭରେ ଥିଲା ଅବସ୍ଥାରେ ହିଁ ସେ ଶିଖି ଯାଇଥିଲା କିଭଳି ଭାବରେ ସେ ଆମର ଯୋଉ ମହାଭାରତ କଥା ଦେଖିବେ ସେ ଜାଗାରେ ଅତିକ୍ରମ କରିବ, ଯେତେବେଳେ କେହି ପାରିଲେ ନାହିଁ, କେତେବେଳେ କେହି ପାରିଲେ ନାହିଁ ଭେଦ କରିବା, ଚକ୍ର ଭେଦ କରିବା ପାଇଁ, ଯେତେବେଳେ ଅର୍ଜୁନ ଦୁର୍ଗ ପଳେଇଛନ୍ତି, ପଚରା କିଏ ଭେଦ କରିବ, ଅଭିମନ୍ୟୁ ଠିଆ ହେଇକଲେ ମୁଁ ଭେଦ କରିବା ଜାଣିଛି, ମୁଁ କରିପାରିବି। ଦେଖନ୍ତୁ ସେଟା ଯେତେବେଳେ ଜଣା ପଡିଲା, କେତେବେଳେ ଜାଣିଲେ ସେ ନାଇଁ, କେତେବେଳେ ଜାଣିଲେ ଯେତେବେଳେ ସେ ଅର୍ଜୁନ ଯେତେବେଳେ ସୁଭଦ୍ରାଙ୍କ ଗର୍ଭରେ ଅଭିମନ୍ୟୁ ଅଛନ୍ତି, ଅର୍ଜୁନ ତାଙ୍କୁ ବତେଇଥିଲେ, ଆପଣ ଜାଣିଛନ୍ତି କିଭଳି ବତେଇଥିଲେ ଯେ ଚକ୍ର ଭେଦ କରିବାର ଭେଦ ବତେଇଥିଲେ। ଏବଂ ଶେଷ ହେଲା ଆଡକୁ ଯୋଉ ଅଧା କଲା ବେଳକୁ ସେ ଶୋଇ ପଡିଥିଲେ, ସେ ଶୁଣି ପାରିଲେ ନାହିଁ। ତେଣୁ ଯିବାର ବାଟ ଜାଣିଛନ୍ତି, ଫେରିବାର ବାଟ ସେ ଶିଖି ନାହାନ୍ତି। ତଥାପି ସେ କହିଲେ ସମସ୍ତେ ସପୋର୍ଟ କରିବେ, ସମସ୍ତେ ଯଦି ମଧ୍ୟ ସପୋର୍ଟ କରି, ବାକି ଯୋଉ ରଥୀ ମାନେ ସପୋର୍ଟ କରିବେ, ତାହେଲେ ମୁଁ ନିଶ୍ଚିତ ଭାବରେ ଯିବି, ଆଉ ଫେରିଲା ସମୟରେ ଆପଣ ମାନେ ସାହାଯ୍ୟ କଲେ ମୁଁ ସେଠି ଭେଦ କରିକି ପଳେଇ ଆସିପାରିବି। କିନ୍ତୁ ଦୁର୍ଭାଗ୍ୟର କଥା, ତାଙ୍କୁ ସେଇ ଚକ୍ର ଭେଦ କରା ସମୟରେ ହିଁ ତାଙ୍କର ମୃତ୍ୟୁବରଣ କଲେ, ଆପଣ ମାନେ ଜାଣିଛନ୍ତି। ଏବଂ ଏଇଟା ହେଲା ମହାଭାରତ କଥା। କିନ୍ତୁ ଆପଣ ଜାଣନ୍ତୁ ସେ ଜାଗାରେ ଯେତେବେଳେ ଆମର ହିରଣ୍ୟକଶିପ କଥା ଶୁଣିଛନ୍ତି, ଆପଣ ହିରଣ୍ୟକଶିପୁ ତାଙ୍କର ଯୋଉ ସନ୍ତାନଟେ ଥିଲା ସେ ଜାଗାରେ, ଆପଣ ଜାଣିଛନ୍ତି କିଭଳି ଭାବରେ ଜଣେ ଅସୁରର ସନ୍ତାନ, ତେଣୁ ଅସୁର ସନ୍ତାନ ସବୁବେଳେ ସେ ନମ ଭଗବତେ ବାସୁଦେବାୟ, ଓಂ ନମ ଭଗବତ ବାସୁଦେବ ସେତେବେଳେ କହିଲେ, ବିଷ୍ଣୁ ନାରାୟଣ ଜପ କଲା। ଏବଂ ସେ ଜାଗାରେ ସେ ଜ୍ଞାନ କେମିତି ପାଇଲା, ତା ମା ତାଙ୍କର ସେ ଜାଗାରେ ସବୁବେଳେ ସେ ବିଷ୍ଣୁଙ୍କ ଜପ କରୁଥିଲେ, ତେଣୁ ବିଷ୍ଣୁଙ୍କୁ ଆରାଧନା କରୁଥିଲେ। ତେଣୁ ସେଥିପାଇଁ ସେ ସମୟରେ ସେ ବିଷ୍ଣୁଙ୍କ ପାତ୍ର ପିଲା ମଧ୍ୟ ବି ସେଭଳି ଭାବରେ ହେଲା। ତେଣୁ ଏଭଳି ଭାବରେ ଆମର ପେଟ ମାନେ ଗର୍ଭରେ ଥିଲା ଅବସ୍ଥାରେ ମଧ୍ୟ ବି ଗୋଟେ ଜଣେ ଆମର ସନ୍ତାନଟିଏ ସେ ଜାଣିପାରୁ, ସେ ଶିଖୁଛି ବହୁତ କଥା, ସେଥିରୁ ସେ ଶିଖୁଛି। ତେଣୁ ସଂସ୍କାରଟା ସେଇ ସମୟରୁ ଆମକୁ ଆରମ୍ଭ କରିବାକୁ ହିଁ ଆବଶ୍ୟକତା ରହିଛି। ଯଦି ଭଲ ସନ୍ତାନ ଆମେ ଚାହୁଁଛେ, ତେଣୁ ସଂସ୍କାରଟି ସେମିତି। ଆମେ ବହୁତ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଅଛନ୍ତି, ଆମର ପୁତ୍ର ବଧୂ ଥିବ, ଆମର ଝିଅ ଥିବ, ତାଙ୍କୁ ମଧ୍ୟ ଏଇ ଜ୍ଞାନଟା ଦେଇପାରିବା ଯେ କିଭଳି ଭାବରେ ଆମେ ଆମର ଭଲ ସନ୍ତାନ ଚାହୁଁଛୁ, ତାହେଲେ ଆମେ ତାକୁ ସେଇ ଅବସ୍ଥାରେ ମଧ୍ୟ ତାକୁ ଆମେ ଭଲ ସନ୍ତାନ ଉତ୍ପାଦନ କରିବା ପାଇଁ ଏଭଳି ପ୍ରୋସେସକୁ ମଧ୍ୟ ଆମେ ତାକୁ ଆଡପ୍ଟ କରିବା ପାଇଁ କହିପାରିବା। ତେଣୁ କିଭଳି ପ୍ରସ୍ତୁତ କରିବା ଅନୁସାରେ ହବ। ତେଣୁ ଆପଣ ମାନେ ଜାଣିବା ଆବଶ୍ୟକତା ଅଛି ଯେ କିଭଳି ଭାବରେ ଆପଣ ମାଦଳାସ କଥା ଜାଣିଛନ୍ତି, ସେ ଜାଗାରେ ଭାରତର ଆଦର୍ଶ ନାରୀ ମାନଙ୍କ ମଧ୍ୟରେ ଦେବୀ ମାଦଳାସା, ତା ନାଁଟା ବହୁତ ସୁନ୍ଦର ଭାବରେ ଗଣନା କରାଯାଏ। ଯିଏ ନିଜ ସନ୍ତାନ ମାନଙ୍କ ନିର୍ମାଣରେ ଆତ୍ମଜ୍ଞାନୀ ଗୁରୁ ଭଳି ଭୂମିକା ନିର୍ବାହ କରିଥିଲେ, ଆପଣ ଜାଣନ୍ତୁ ଭଲ ଭାବେ। ପୁତ୍ର ପାଇଁ ମା ହିଁ ପଥ ପ୍ରଦର୍ଶକ, ମାର୍ଗଦର୍ଶକ, ସ୍ରଷ୍ଟା ଓ ନିର୍ମାତା ଅଟନ୍ତି। ତେଣୁ ଶରୀରର ରସ ବା ମା ପେଟ ଅବସ୍ଥାରେ ଥିଲା ଭିତରେ ଯୋଉ ପିଲାଟି ଜନ୍ମଗ୍ରହଣ କରୁଛି, ତେଣୁ ଶରୀରର ରସ, ରକ୍ତ, ଜୀବନର ପ୍ରାଣତତ୍ତ୍ୱ ସହିତ ଗୁଣ ସଂସ୍କାରିକ ଜ୍ଞାନ ମଧ୍ୟ ମା ଠାରୁ ହିଁ ପ୍ରାପ୍ତ ହୋଇଥାଏ। ତେଣୁ ମା ହିଁ
ବେଶୀ ଉତ୍ତରଦାୟୀ ଗୋଟେ ଭଲ ମାନେ ସଂସ୍କାରିତ ସନ୍ତାନ ଜନ୍ମ କରିବା ପାଇଁ ମା ହିଁ ବେଶୀ ଉତ୍ତରଦାୟୀ। ତା ଅର୍ଥ ନୁହେଁ ଯେ ପିତାଙ୍କର ଦାୟିତ୍ୱ ନାହିଁ। ତେଣୁ ପିତା ସେଇ ସମୟରେ ପିତା ମଧ୍ୟ ସନ୍ତାନ ସହିତ କଥା ହେବା ଆବଶ୍ୟକତା ରହିଛି। ଭଳି ଭାବରେ ଅଭିନୟ ସହିତ ଅର୍ଜୁନ କଥା ହେଇ ଜ୍ଞାନ ଦେଇ ପ୍ରଦାନ କରିଥିଲେ ଏବଂ ମା ସହିତ ଭଲ ବ୍ୟବହାର କରିବା ଅଛି ଏବଂ ସେଇ ସମୟରେ କାମୁକତାର ପ୍ରଶ୍ନ ରହିବା ଉଚିତ ନୁହେଁ। ଆପଣ ଜାଣି ରଖନ୍ତୁ, ଯଦି କୌଣସି ମାନେ ସନ୍ତାନଟି ଉତ୍ପନ୍ନ ହେଲା ପରେ ଯଦି ସେ କାମୁକତା ହଉଛି, ଯଦି ସେ ମାନେ କୌଣସି ତାର ଚରିତ୍ର ସ୍ଖଳନ ଘଟୁଛି, ସେଥିରେ ପିତାମାତାଙ୍କର ଦାୟିତ୍ୱ ରହିବା ଦାୟୀ ମୁଁ କହିବି। ଯଦି ମା ତ ଗର୍ଭରେ ସନ୍ତାନ ଥିଲା ସମୟରେ ଯଦି ପିତାମାତା ସେଇ ସବୁ ମାନେ ସନ୍ତାନ କିଭଳି ଉତ୍ପାଦନ କରିବ, ସନ୍ତାନ ଭଲ ସନ୍ତାନ ଚିନ୍ତା ନ କରି ଯଦି ସେମାନେ କାମ କ୍ରୀଡ଼ା ଲିପ୍ତ ହୁଅନ୍ତି, ସେଇ ସମୟରେ ଭାବନ୍ତି ମୋତେ କେହି ଦେଖୁନାହାନ୍ତି, କେହି ଜାଣୁନାହାନ୍ତି, କିନ୍ତୁ ପୁତ୍ର ଦେଖୁଛି ସେ ଭିତରୁ, ସେ ଅନୁଭବ କରୁଛି। ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ସେ ଉତ୍ପନ୍ନ ହେଇ ସାରିଲା ପରେ ତାର ମଧ୍ୟରେ ମଧ୍ୟ ସେଇ ଗୁଣ ପରିପ୍ରକାଶ ଲାଭ କରିବ, ଆପଣ ଜାଣିଥାନ୍ତୁ। ତେଣୁ ସେଥିପାଇଁ ସେଇ ସମୟରେ ପିତାମାତାଙ୍କୁ ମଧ୍ୟ ସଂଯମ ଅବଲମ୍ବନ କରିବାକୁ ପଡିବ। ସଂଯମ ଅବଲମ୍ବନ କଲେ ବା ଆଧ୍ୟାତ୍ମିକ ବାତାବରଣ ଭିତରେ ରହିଲେ ବା ସନ୍ତାନରେ ମଧ୍ୟ ବି ସୁସଂସ୍କାରବାନ ସନ୍ତାନଟି ଉତ୍ପନ୍ନ ହେବା ସମ୍ଭାବନା ରହିଛି। ରାମ ବନବାସ ସମୟର ଘଟଣା ଗୋଟେ କହିବି। ରାମ ଲକ୍ଷ୍ମଣଙ୍କ ପରୀକ୍ଷା ନେବାକୁ ଚାହିଁଲେ। ସେ ପ୍ରଶ୍ନ କଲେ, ପୁଷ୍ପମ ଦୃଷ୍ଟ୍ୟାମ ଫଳମ ଦୃଷ୍ଟ୍ୟାମ ଦୃଷ୍ଟା ଯୋଷିତ ଯୌବନମ ତ୍ରୀଣି ରତ୍ନାନି ଦୃଷ୍ଟବେବ କସ୍ୟ ନ ଚଳତେ ମନଃ। ହେ ଲକ୍ଷ୍ମଣ, ସୁନ୍ଦର ପୁଷ୍ପ, ପାଚିଲା ଫଳ ଓ ମଦମତ ଯୌବନ ଦେଖି ଏପରି କିଏ କୁହ ଯାହାର ମନ ବିଚଳିତ ହେବ ନାହିଁ? କହିଲ ଦେଖି ଲକ୍ଷ୍ମଣ, କହିଲ ଯେ କାହାର ମନ ବିଚଳିତ ହେବ ନାହିଁ? ଏହା ସବୁ ଲକ୍ଷ୍ମଣ ଉତ୍ତର ଦେଲେ, ପିତା ଯସ୍ୟ ଶୁଚି ଭୃତ ମାତା ଯସ୍ୟ ପତିବ୍ରତା ତାଭ୍ୟାମ ଯ ସୁନୁରୁତ୍ପନ୍ନ ଯସ୍ୟ ନ ଚଳତେ ମନଃ। ଆର୍ଯ୍ୟ ଶ୍ରେଷ୍ଠ, ଯାହାର ପିତାଙ୍କର ଆଚରଣ ସदैବ ପବିତ୍ର ଥିବ, ଯାହାର ମାତା ପବିତ୍ରତା ହୋଇଥିବେ, ତାଙ୍କରି ରଜବୀର୍ଯ୍ୟରୁ ଉତ୍ପନ୍ନ ବାଳକର ମନ କେବେ ହେଲେ ଚଞ୍ଚଳ ହେବ ନାହିଁ। ଦେଖନ୍ତୁ ରାମାୟଣର କଥା, ଲକ୍ଷ୍ମଣଙ୍କର ଉପଦେଶ ଅନୁସାରେ ଯଦି ଶ୍ରେଷ୍ଠ ସନ୍ତାନ ଆବଶ୍ୟକତା ରହିଛି, ତେବେ ସନ୍ତାନ ଗଢିବା ପାଇଁ ମାତା ପିତା ପ୍ରଥମେ ନିଜ ଚରିତ୍ରକୁ ସଂଯତ କରିବାକୁ ପଡିବ, ନିଜକୁ ସଂସ୍କାରବାନ ହେବାକୁ ପଡିବ, ନିଜ ଚରିତ୍ରକୁ ଛାଞ୍ଚ ଭଳି କରିବାକୁ ପଡିବ। ଗୋଟେ ଭଲ ଛାଞ୍ଚଟିଏ, ଭଲ ଛାଞ୍ଚ ହେଲେ ସନ୍ତାନଟି ଉତ୍ପନ୍ନ ହବ। ତେଣୁ ମାତା ସେ ଗର୍ଭରେ ଗୋଟେ ସଂସ୍କାରବାନର ଛାଞ୍ଚଟିଏ ତା ଗର୍ଭରେ ନିର୍ମାଣ କରିବାକୁ ପଡିବ, ଯାହା ଫଳରେ କି ଗୋଟେ ସଂସ୍କାରବାନ ସନ୍ତାନଟିଏ ଉତ୍ପନ୍ନ ହବ। ତେଣୁ ସନ୍ତାନ ରୂପେ ଜୀବାତ୍ମାର ଆବରଣ ତାର ବିକାଶ ଯାତ୍ରାରେ ଯୋଗ ଦେବା ପାଇଁ ମାତା ପିତାଙ୍କର ବଡ ଗୁରୁ ଦାୟିତ୍ୱ ରହିଛି। ତେଣୁ ପିତା ଗର୍ଭଧାରଣ ସୌଦ ପ୍ରଦାନ କରନ୍ତି, ତାର ମା ସେ ଗର୍ଭ ପରିକପ କରିବାରେ ମଧ୍ୟ ସାହାଯ୍ୟ କରନ୍ତି, ମାତା ସାହାଯ୍ୟ କଲେ ସେ ଜାଗାରେ। ତେଣୁ ସେଥିପାଇଁ ଆମ ସମସ୍ତଙ୍କ ମାତା ପିତା ଉଭୟଙ୍କର ଦାୟିତ୍ୱ ରହିଛି ଗୋଟେ ସଂସ୍କାରବାନ ସନ୍ତାନଟି ଉତ୍ପନ୍ନ କରିବା ପାଇଁ। ଗର୍ଭକୁ ଆସିବା ପରେ ଆପଣ ଜାଣି ରଖିବା ଦରକାର ଯେ ସନ୍ତାନର ଶରୀର ବୃଦ୍ଧି ଘଟିଥାଏ, ଶରୀର ମଧ୍ୟରେ ତାର ମସ୍ତିଷ୍କର ଭାଗ ମଧ୍ୟ ଥାଏ। ଆପଣ ଜାଣନ୍ତୁ ଯେ 3 ମାସ ହେଇଗଲା ମାନେ ସେ ଭିତରେ ତାର ବ୍ରେନ ଡେଭଲପମେଣ୍ଟ ଆରମ୍ଭ ହେଇଯାଏ। ସେ ବ୍ରେନ ଡେଭଲପମେଣ୍ଟ ଆରମ୍ଭ ହେଲା ମାନେ ସେ ଯାହା କିଛି ସମ୍ବେଦନଶୀଳ, ଏପରି ସମ୍ବେଦନଶୀଳ ହୁଏ, ସେଠି ଯାହା କିଛି ବାହାରେ ଶବ୍ଦ ଯାହା କଥା ହଉଛନ୍ତି ସେ ମଧ୍ୟ ସେ ଜାଗାରେ ସେ ରେସ୍ପନ୍ସ ମଧ୍ୟ ଦିଏ। ବେଳେ ବେଳେ ଆପଣ ଅନୁଭବ କରିଥିବେ, ମୁଁ କହିପାରୁନି, ମୋ ମଧ୍ୟ ଅନୁଭବ ରହିଛି, ସେ ଜାଗାରେ ସେ ରେସ୍ପନ୍ସ ମଧ୍ୟ ଦିଏ। ତେଣୁ ସେଥିପାଇଁ ଆମେ ସମସ୍ତେ ଜାଗ୍ରତ ହେବାକୁ ପଡିବ। ଗର୍ଭାବସ୍ଥାରେ ଶିଶୁ ନିଜ ମାଙ୍କର ପ୍ରତ୍ୟେକ ଆଚରଣ ଦ୍ଵାରା ଯେତେ ପ୍ରଭାବିତ ହୋଇନଥାଏ, ଜାଣନ୍ତୁ ସେ ଜାଗାରେ ଗୋଟେ ଶିଶୁ ମନୋଭାବ ଉପରେ ଏହାର ଖୁବ କମ ପ୍ରଭାବ ପଡିଥାଏ, କିନ୍ତୁ ଅଧିକାଂଶ ମାନସିକ ଭାବନା ଏବଂ ତାର ବିଚାରଣା ପ୍ରଭାବ ପଡିଥାଏ। ତେଣୁ ସେଥିପାଇଁ ନାରୀର ମନୋଭୂମିକୁ ବ୍ୟବସ୍ଥିତ ରଖିବାର ତାର ପତି ଓ ପରିଜନ ମାନଙ୍କ ଦାୟିତ୍ୱ କମ ନୁହେଁ। ମୁଁ ଏଠି କଥା ଆସିଲା ପରିଜନ ମାନଙ୍କ କଥା ଆସିଲା, ଆପଣ ଜାଣନ୍ତୁ ଖାଲି ମାତା ପିତା ନୁହନ୍ତି ଭାଇମାନେ। ତେଣୁ ଯୋଉ ପରିବାର ଭିତରେ ଯୋଉମାନେ ଅଛନ୍ତି, ସେ ଶାଶୁ ହେଇପାରେ, ଶ୍ୱଶୁର ହେଇପାରେ, ସେ ନଣନ୍ଦ ହେଇପାରେ ଏବଂ ସେ ହେଇପାରେ ପିତାମା ହେଇପାରେ, ମାତା ହେଇପାରେ, ସେମାନଙ୍କ ଦାୟିତ୍ୱ ମଧ୍ୟ ରହିଛି ସେମାନେ କିଭଳି ଭାବେ ବ୍ୟବହାର କରୁଛନ୍ତି ଏବଂ ଯୋଉ ବ୍ୟବହାର କରୁଛନ୍ତି ସେ ଛୋଟ ପିଲାଟି ମଧ୍ୟ ବି ସେ ଜାଗା ଶୁଣୁଛି ସେ ଜାଗାରେ, ଏବଂ ସେ ଶବ୍ଦର ପରିଚିତ ମଧ୍ୟ ସେ ଜାଗା ହଉଛି। ଆପଣ ଦେଖନ୍ତୁ, ଆପଣ ପିତା ବାରମ୍ବାର ସେ ମା ସାଙ୍ଗେ କଥା ହଉଛି, ଜନ୍ମ ହେଲା ପରେ ପିତାକୁ ଡାକୁଛନ୍ତି, କଥା ଆସୁଛନ୍ତି, ପଏଣ୍ଟ ଆଉଟ୍ କରୁଛି, ଜାଣିପାରୁଛି ଆରେ ମୁଁ କଥାଟା ଶୁଣିଛି ଆଗରୁ।
ତାକୁ ଲାଗୁଛି ଆତ୍ମୀୟତା ଲାଗୁଛି ସେ ଜାଗାରେ। କାକାର କଥା ମୁଁ ଶୁଣିଛି, ମୋର ଅଜାର କଥାଟା ଶୁଣିଛି, ମୋର ଆଈର କଥା ଶୁଣିଛି, ଆଗରୁ ମଧ୍ୟ ଶୁଣିଛି, ପେଟ ଥିଲା ତ ଶୁଣିଛି, କାନ ଷ୍ଟ୍ରଙ୍ଗ ହେଇଗଲେ ସେ ସମୟରେ କାନ ସମ୍ବେଦନଶୀଳ ଦେଖନ୍ତୁ ସେ ଜାଗାରେ ସେ ରେକଗ୍ନାଇଜ କରୁଛି ଜନ୍ମ ହେଲା ପରେ ଇଏ ମୋର ଆତ୍ମୀୟ, କାହିଁ ଆଙ୍କ କଥା ବାରମ୍ବାର ମୁଁ ଶୁଣିଛି। ତେଣୁ ଦେଖନ୍ତୁ ଏଭଳି ବିଜ୍ଞାନର କଥା ମୁଁ ଆପଣଙ୍କୁ କହୁଛି ଜାଗାରେ, ତେଣୁ ଖାଲି ଆଧ୍ୟାତ୍ମିକ କଥା ନୁହେଁ ବା ଆମର ସଂସ୍କୃତି କଥା ନୁହେଁ, ବିଜ୍ଞାନ କଥା। ତେଣୁ ସେଥିପାଇଁ ଆମେ ବିଜ୍ଞାନକୁ ସଂସ୍କୃତି ମିଶେଇକି କାର୍ଯ୍ୟକ୍ରମଟା କରିବା ଦରକାର, ଯାହା ଫଳରେ କି ପିଲାଟି ମଧ୍ୟ ବି ଗୋଟେ ଆଧ୍ୟାତ୍ମିକବାନ ଚରିତ୍ରବାନ ହେଇ ବାହାରିବ। ଆପଣମାନେ ଜାଣନ୍ତି ଆମର ଯୋଉ ସ୍ୱାମୀ ବିବେକାନନ୍ଦଙ୍କର ମା ଭୁବନେଶ୍ୱରରେ ବି ଥିଲେ, ସେ ମଧ୍ୟ ବି ମାନେ ଗର୍ଭାବସ୍ଥା ପୂର୍ବରୁ ମଧ୍ୟ ତାଙ୍କ ଯୋଉ ସନ୍ତାନ ବିବେକାନନ୍ଦ ଥିଲା ସମୟରେ ବହୁତ ସେ ମାନେ ସଂସ୍କାରିତ ଥିଲେ, ବହୁତ ଆଧ୍ୟାତ୍ମିକବାଦ ଥିଲେ, ଏବଂ ସେ ସମୟରେ ମଧ୍ୟ ସ୍ୱପ୍ନ ଦେଖୁଥିଲେ କିଭଳି ଭାବରେ ଶିବଙ୍କର ସ୍ୱପ୍ନ ହେଇଛି, ଶିବଙ୍କର ଆରାଧନା କରାହଉଛି, ନାଗସଭା ସ୍ୱପ୍ନ, କେତେ ସ୍ୱପ୍ନ ଦେଖି ବହିରେ ବର୍ଣ୍ଣନା କରାହେଇଛି। ତେଣୁ ଦେଖନ୍ତୁ କିଭଳି ଭାବରେ ସେଇ ସମୟରେ ସେ ଆଧ୍ୟାତ୍ମିକ ଥିବାରୁ ବିବେକାନନ୍ଦ ଭଳି ଜଣେ ସନ୍ତାନକୁ ଉତ୍ପାଦନ କରିବା ସମ୍ଭବ ହେଇପାରିଲା। ଦେଖନ୍ତୁ ତେଣୁ ସେଥିପାଇଁ ଆମ ସମସ୍ତଙ୍କୁ ବା ଯୋଉମାନେ ସନ୍ତାନ ଉତ୍ପାଦନ କରି ଚାହୁଁଛନ୍ତି ସୁସଂସ୍କୃତ କରିବା, ସଂଯମତା କରିବା, ସୁସଂସ୍କୃତି ସମ୍ପନ୍ନ ହବା, ତାହେଲେ ଆମେ ଗୋଟେ ଭଲ ସନ୍ତାନଟେ ଉତ୍ପାଦନ କରିବା ପାଇଁ ସମ୍ଭବ ହେଇପାରିବ। ଯଦି ଖରାପ ସନ୍ତାନଟେ ହେଲା, ଯଦି ଆମ ସେଇ ସମୟରେ ପିତାମାତା ମଦ୍ୟପାନ କରିକି ଚରିତ୍ର ସଂହାର କରୁ, ଚରିତ୍ରହୀନ କାର୍ଯ୍ୟକ୍ରମ କରୁଛନ୍ତି, ତାହେଲେ ତା ପ୍ରଭାବ ମଧ୍ୟ ବି ସନ୍ତାନ ଉପରେ ପଡୁଛି। ସେଇ ସମୟରେ ମାତା ଯଦି ଖରାପ କାମ କରୁଛି, ସେ ଜାଗାରେ ନିଶା ସେବନ କରୁଛି, ଆପଣ ଜାଣିଛି ନିଶା ସେବନ କରୁଛି, ବିଡି ପାନ କରୁଛି, ମା ଯଦି ନିଶା ସେବନ କରୁଛି, ତାର ପିଲା ମଧ୍ୟ ବିଡି ପିଉଛି ଜାଣିଛ ସେ ଜାଗାରେ। ଆମର ଯେତେବେଳେ ଆରମ୍ଭ କହୁଥାଉ ଆମେ ଯେତେବେଳେ ନିଶା ନିବାରଣ କଥା ଆଲୋଚନା କରୁଛୁ, ସେ ସମୟରେ ଦେଖୁଛୁ ସେ ସମୟରେ ମାତା ପିତା ଯଦି ଆମେ ନିଶା ପାନ କରୁଛନ୍ତି, ତାହେଲେ ସନ୍ତାନ ଉପରେ ବହୁତ ଗଭୀର କ୍ଷତି ପହଞ୍ଚୁଛି, ତାର ବ୍ରେନ ଉପରେ, ତାର ଶରୀର ଉପରେ, ତାର ଅନ୍ୟ କାର୍ଯ୍ୟ ବହୁତ ପଡୁଛି ସେ ଜାଗାରେ। ତେଣୁ ସେଥିପାଇଁ ସଂଯମ ଅନିବାର୍ଯ୍ୟ। ତେଣୁ ମାତାକୁ ସଂଯମ ଓ ରଖାଯିବା ଦରକାର। ସେଇ ସମୟରେ ଏ ସନ୍ତାନକୁ ଯଦି କାମ କରିବା ଇଚ୍ଛା ନଥାଏ, ତେବେ ଏହା ନିହାତି ଭାବରେ ରହିବା ଦରକାର ସେ ସମୟରେ। ତେଣୁ ସେଇ ସମୟରେ ଯଦି ପରସ୍ପର ମିଶି ଅଶ୍ଳୀଳ କ୍ରିୟାକଳାପ କରନ୍ତି, ଅଶ୍ଳୀଳ ବାର୍ତ୍ତାଳାପ କରନ୍ତି ମଧ୍ୟ ସେଟା ତା ପ୍ରଭାବ ପଡୁଛି ଜାଣନ୍ତୁ ସେ ଜାଗାରେ। ତେଣୁ ଶିଶୁ ମାତୃଘରେ ଥିବା ସମୟରେ ନିଜ ପିତାମାତାଙ୍କୁ ସବୁବେଳେ ସେ ଦେଖୁଛି, ସେ ନ ଦେଖିଲେ ମଧ୍ୟ ବି ସେ ତାର ଫିଲିଙ୍ଗସ ତା ଭିତରେ ଆଣୁଛି ସେ ଜାଗାରେ, ଏବଂ ତାର ଯାହା ସବୁ ଗୁଣକୁ ସେ ନିଜ ଭିତରେ ସେ ଷ୍ଟକ୍ ରଖୁଛି। ଆପଣ ଜାଣୁଥିବେ, ଆପଣ ଆଉ ଗୋଟେ କଥା ମୁଁ କହିବି ସେ ଜାଗାରେ, ଆମର ଆଉ ଗୋଟେ କଥା କହିବି, ଯେତେବେଳେ ଲବକୁଶ ଜନ୍ମ ହେବାର ଥିଲା, ସୀତାଙ୍କ ଗର୍ଭରେ ଲବକୁଶ ଥାଆନ୍ତି, ରାମଚନ୍ଦ୍ର ତାକୁ ପଠେଇଲେ, କୋଉଠି ପଠେଇଲେ? ଜଙ୍ଗଲକୁ ପଠେଇଲେ, ମହର୍ଷି ବାଲ୍ମୀକି ଆଶ୍ରମକୁ ପଠେଇଲେ। ଭଲ ସନ୍ତାନଟେ ସେ ବାତାବରଣ ପାଇବ, ପୁରା ପରିବେଶ ପାଇବ ସେ ଜାଗାରେ। କାରଣ ଏଇ ଯୋଉ ପରିବେଶ ଭିତରେ ଆସି ମାନେ ତାଙ୍କ ରାଜକୀୟ ପରିବେଶ ରହିଲେ ସେ ସଂସ୍କାରଟା ପାଇପାରିବନି। ରାମଚନ୍ଦ୍ର ସେଟା ଫିଲ୍ କଲେ ବା ଅନୁଭବ କଲେ, ଯାହାଫଳରେ ତାଙ୍କୁ ସେ ବାଲ୍ମୀକି ଆଶ୍ରମକୁ ପଠେଇଲେ, ଏବଂ ସେଠାରେ ସାଧନା, ତପଶ୍ଚର୍ଯ୍ୟା, ଜ୍ଞାନ, ପବିତ୍ରତା, ଆଧ୍ୟାତ୍ମିକତା ବାତାବରଣ ଥିଲା, ସେଠି ଭକ୍ତିର ବାତାବରଣ ଥିଲା, ଏବଂ ଯାହା ଫଳରେ ସେମାନେ ସେଇ ପରିବେଶ ଭିତରେ ଜନ୍ମଗ୍ରହଣ କଲେ, ଗୋଟେ ସୁସଂସ୍କାରବାନ ବା ସୁସଂସ୍କାର ଯୁକ୍ତ ଲବକୁଶ ଜନ୍ମଗ୍ରହଣ କଲେ, ଯିଏକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତରାମଙ୍କର ଉତ୍ତରାଧିକାରୀ ଭାବରେ। ତେଣୁ ସେଇଟା ଆମ ସମସ୍ତଙ୍କୁ ଆମକୁ ଦାୟିତ୍ୱ ନେବାକୁ ପଡିବ। ଆଉ ଯଦି ସେଇ ସମୟରେ ଆମେ ତାକୁ ସେ ଅନୁପାତରେ ଆମେ ଯଦି ସଂସ୍କାରିତ ନ କଲେ, ପିତାମାତା ସେଭଳି ନହେଲେ ଆମେ ଚିନ୍ତା ନ କରିବା ପିଲା କଣ ହବାର ଅଛି, ତାହେଲେ ସେଇଭଳିଆ ସନ୍ତାନ ଜନ୍ମ ହବ, ଯିଏକି ଗୋଟେ ଜଣେ ମାନେ କହିବାକୁ ଗଲେ ଜଣେ କଲପ୍ରିଟ ହେଇକି ବାହାରିବ ଭବିଷ୍ୟତରେ, ଜଣେ ଦୁରାଚାରୀ ହେଇ ବାହାରିବ, ଏବଂ ଦରକାର ପଡିଲେ ଯଦି ସେଇ ସମୟରେ ରାବଣ ରୂପୀ ରାକ୍ଷସଟେ ମତେ ବାହାରିବା ସମାନ, ଯିଏକି ଯାହା କଲା ଆପଣ ମାନେ ଜାଣିଛନ୍ତି ନିଶ୍ଚିତ ଭାବରେ। ତେଣୁ ସେଇ ଯୋଉ ଜିନିଷଟା ଆମ ଘଟୁଛି ବର୍ତ୍ତମାନ, ଛୋଟ ଅବସ୍ଥାରୁ ତାଙ୍କ ଭିତରେ ଯୋଉ ଖରାପ ଚିନ୍ତାଧାରା ଆସୁଛି, ସେଇ ସମୟରେ ଜନ୍ମ ହେଲା ପରେ ମଧ୍ୟ ଆମେ ତାଙ୍କୁ ସଂସ୍କାରିତ କରିକି ମଧ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ମୁଁ ଜନ୍ମ ସମୟ କଥା କହୁଥିଲି, ଜନ୍ମ ପରେ ମଧ୍ୟ, ଏବଂ ସେଇ ସମୟରେ ଆଉ ଗୋଟେ ଦାୟିତ୍ୱ ରହିଛି, କଣ ରହିଛି, ମାତାକୁ ସୁଷମ ଖାଦ୍ୟ, ସୁଷମ ଜଳ, ଆଉ ଭଲ ପରିବେଶଟିଏ। ଆପଣ ମାନେ ଦେଖିଥିବେ ଯେ ଗୋଟେ ଛୋଟ ପିଲାଟିଏ ଯେତେବେଳେ ସମୟରେ ବାହାରେ, ଆଉ ଗୋଟେ ସେ କଣ ପ୍ରଭାବ ପଡେ, ତାପରେ ସମାଜରେ ମଧ୍ୟ ପ୍ରଭାବ ପଡେ। ଦେଖିବା ଜାଣିବା ଦରକାର ଯେ ଗୋଟେ ଛୋଟ ପିଲାଟିଏ, ମୁଁ ଯେତେବେଳେ ବେଳେ ବେଳେ ଗୋଟେ ଜାଗାକୁ ଯାଏ, ସେ ଜାଗାରେ ତାଙ୍କ ଘରକୁ ଗଲା ଭିତରେ ସେ ମା ତାକୁ ବାଡେଇ ଦେଲା, ପିଲାଟା ବାଡେଇ ଦେଲା,
ତାଙ୍କ 2 ଅକ୍ଷରୀ ପରେ ଗାଳି କଲା ସେ ପୁରା ଅଭଦ୍ର ଭାଷା ଗାଳି କଲା। ମୁଁ ଆରେ ଆପଣ ତ ଏତେ ଭଲ ଜିନିଷ ଏତେ ସମୟ ଆପଣଙ୍କ ଘର ପରିବାର ତ ବହୁତ ଭଲ, ଏ ପିଲାଟି ଏଇଭଳିଆ ଖରାପ କଥା କୋଉଠି ଶିଖିଲା? ନାଇଁ ସାର୍ ସେ ଯୋଉ ମାନେ ଆଜ୍ଞା ସେ ଯାଉଛି ସାହି ପଡିଶା ଲୋକଙ୍କୁ ଶୁଣି ଶୁଣି ଗଲା, ମୁଁ ବେଶୀ ତ ବାହାର ନାହିଁ ବାହାରକୁ ବାହାରୁନି, କିନ୍ତୁ ସାହି ପଡିଶା ଘର ଯୋଉ ଲୋକ ଗଳି ଲାଗନ୍ତି ସେମାନେ ଯୋଉ ଖରାପ କଥା ଉଚ୍ଚାରଣ ରାଗିଲେ ଖରାପ କଥା ଉଚ୍ଚାରଣ କରନ୍ତି, ତାହେଲେ ସେ ଯୋଉ ଜାଣିଲା ଯେ ରାଗିଲେ ଏଇ ଖରାପ କଥା କୁହାଯାଏ। ତେଣୁ ପିଲାଟି ସେଠି ଶିଖିଲା, ସେ କହିଲା ଦେଖନ୍ତୁ ସେ ଜାଣି ତା ଅର୍ଥ ଜାଣିନଥିବ, ମୁଁ ସେଠି କହିବା ପରିବେଶ ମଧ୍ୟ ଦେଖନ୍ତୁ। ତେଣୁ ମୁଁ କହିବା କଥା ପ୍ରଥମ ହେଲା ଗୋଟେ ପିତାମାତା, ଦ୍ୱିତୀୟ ହେଲା ଆପଣ ପରିବାର ସଦସ୍ୟ, ତାପରେ ହେଲା ପରିବେଶ ବା ସାହି ପଡିଶା ର ପରିବେଶ କିଭଳି ଭାବରେ ଆମର ସାହି ପଡିଶା ପରିବେଶ ତା ଉପରେ ନିର୍ଭର କରୁଛି ଯେ ପିଲାଟି କିଭଳି ସୁସଂସ୍କାରିତ ହବ। ତେଣୁ ସେଟାକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ। ମୁଁ ଏଇଠି ଗୋଟେ ଏବଂ ପିତାମାତା ଯଦି ସେଇ ସମୟରେ ଯଦି ତାକୁ ଆକଟ ନ କରିବେ, ଏଇଟା ଖରାପ କଥା ନ କହିବେ, ତାହେଲେ ସେ ଜାଣିବନି ଖରାପ ବୋଲି। ତେଣୁ ଖରାପ ବୋଲି ଆକଟ କରିକି ଭଲ କଥା ଆମକୁ ଶିଖିବାକୁ ପଡିବ, ନହେଲେ ସେ ପିଲାଟି ମାନେ ଭବିଷ୍ୟତରେ ଜଣେ ବଡ ସନ୍ତ୍ରାସବାଦ ହଉ କି ଗୋଟେ ଦୁର୍ଦ୍ଦଶ ଗୋଟେ ରାକ୍ଷସ ହଉ ବୋଲି ବାହାର ସମାଧାନ ଗୋଟେ ଖାଲି ଶେଷରେ ଗୋଟେ ଗପ କହିବି, ଆପଣ ଜାଣିପାରିବେ ଯେ ଗୋଟେ ଚୋରକୁ ଏତେ ଚୋରି କଲା, ଲାଷ୍ଟ ଗୋଟେ ଚୋରି କଲା ଅବସ୍ଥାରେ ଗୋଟେ ଘରକୁ ଯାଇଥିଲା, ସେ ଜଣଙ୍କୁ ସେ ମର୍ଡର କରିଦେଲା, ତାକୁ ଆକଟ କଲେ, ତାକୁ ଆରେଷ୍ଟ କରାଗଲା। ଆରେଷ୍ଟ ନେଲେ ଯେ ତାକୁ ଫାଶୀ ଆଦେଶ ଦେଲେ, କାହିଁକି ତମେ ଚୋରି କରିକିରି ଯାଇଥିଲେ ଯଦିଓ ବି ସେ ମାଲିକର ତମେ ମର୍ଡର କରିଦେଲ। ସେ ଆଉ କିଛି କହିଲା ନାହିଁ, ହଉ ଠିକ ଅଛି। ତାପରେ ତାକୁ ଫାଶୀ ଦିଆହବ। ତା ପୂର୍ବଦିନ ପଚରା ହେଲା, ଆରେ ଫାଶୀ ତ ଦିଆହବ, ତ ଶେଷ ଇଚ୍ଛା କଣ କହ, ଶେଷ ଇଚ୍ଛା କଣ ତୁ କହ। ସେ କହିଲା ମୁଁ ଗୋଟେ ମାଆକୁ ଦେଖା କରିବାକୁ ଚାହୁଁଛି, ମୋର ଶେଷ ଇଚ୍ଛା ହେଲା ମୁଁ ମୋର ମାଆକୁ ଦେଖା କରିବାକୁ ଚାହୁଁଛି। ହଉ ଠିକ ଅଛି, ତାହେଲେ ତ ମାଆକୁ ଦେଖା କରିବାକୁ ଦିଆଯିବ। ତାପରେ ତ ମାଆକୁ ଡକାଗଲା, ମା ଦେଖା କଲେ। ଯେତେବେଳେ ମାଆକୁ ଦେଖିଲା ସମୟରେ ସେ ମାଆକୁ ଧରି ଆଲିଙ୍ଗନ କରିଦେଲା, ଆସି ଆଲିଙ୍ଗନ କରିକି ଆଲିଙ୍ଗନ କଲା ସମୟରେ ମାଆର କାନକୁ ଜୋରରେ କାମୁଡି ଦେଲା। ଦେଖନ୍ତୁ ମାଆର କାନକୁ ସେ ଜୋରରେ କାମୁଡି ଦେଲା। ମା ଚିତ୍କାର କଲା, କଣ ପିଲା ମୋର କଣ କଲା ବୋଲି ବାବୁ କଣ କରୁଛୁ, ତାର କଲା ହେଲା। ତାପରେ ସେ ଧରିକି କାମୁଡି ଦେଲା, ଛାଡୁନି। ତାର ବାହାରେ ପୋଲିସ ଯାହା ଥିଲା ସେ ଜାଗାରେ ସେମାନେ ସବୁ ଛଡାଛଡି ନେଇଗଲେ, ସେ ଜାଗାରେ ମାଆକୁ ଗୋଟେ ନେଇଗଲେ, ପିଲା ଗଲା କରିଦେଲେ, ସେ ଚୋରକୁ ଡକାୟତକୁ ଅଲଗା କରିଦେଲେ। ମା ତାର କାନ୍ଦି କାନ୍ଦି ଛାଡି ପଳେଇଲା। ଡକାୟତ ପଚାରିଲା, ଆରେ ତୁ ତ ମାଆକୁ ଡାକୁଥିଲୁ, ଦେଖା କରିବା ଡାକିଥିଲୁ, ଆଉ ମାଆକୁ ଏତେ ରକ୍ତାକ୍ତ କାହିଁ କଲୁ, ମାଆକୁ ଆଘାତ କାହିଁ ଦେଲୁ? ମା ତ ଜନ୍ମ ଦେଇଛି, ସେ ଜାଗାରେ ମା ତାକୁ ଜନ୍ମ ଦେଇଛି, 9 ମାସ ଧରି ଜନ୍ମ ଦେଇଛି, କାମୁଡିଲୁ କଣ ପାଇଁ କାମୁଡିଲୁ? ସେ ତାପରେ କହିଲା ଆଜ୍ଞା ଯାହା ମୁଁ ଆଜି ହେଇଛି ସେଥିପାଇଁ ମା ହିଁ ଦାୟୀ। କେମିତି ମା ଦାୟୀ କେମିତି ହେଲା? ମା କେମିତି ଦାୟୀ ହେଲା? ତୁ କହୁଛୁ ମା କେମିତି ଦାୟୀ ହେଲା? ନା ଆଜ୍ଞା ମୁଁ ଯେତେବେଳେ ଛୋଟ ଥିଲି, ମୁଁ ଛୋଟ ଥିଲା ଅବସ୍ଥାରେ ମୋର ବାପା ବହୁତ ଖରାପ କାମ କରୁଥିଲେ, ମୁଁ ଦେଖିଛି। ଏବଂ ତାପରେ ଯୋଉ ଖରାପ କାମ ଅବସ୍ଥାରେ ସେ ମୃତ୍ୟୁବରଣ କଲେ। ତାପରେ ମା ମତେ ଖାଇବା ପିଇବା ଦେଇ ବହୁତ କଷ୍ଟ ମଣିଷ କଲା। କିନ୍ତୁ ମୁଁ ଯେତେବେଳେ ଛୋଟ ଥିଲା ଅବସ୍ଥାରେ, ଯେତେବେଳେ ଅଭାବ ଥାଏ, ଘରେ ମତେ ଅଭାବ ଥାଏ, ମୁଁ ସ୍କୁଲରେ ପଢିବାକୁ ଗଲି, ମୁଁ ଦିନେ କଣ କଲି, ସେ ଜାଗାରେ ମୋର ଅଭାବ ଥିଲା, ସେ ଜାଗାରେ ଗୋଟେ ସାହି ପଡା ଆମ ସାଙ୍ଗସାଥି ମାନଙ୍କଠୁ କାହାଠୁ ମୁଁ କଲମ ନେଇ ଆସିଲି, କାହାଠୁ ବହିଟେ ନେଇ ଆସିଲି, କାହାର ଗୋଟେ କଣ ଖେଳନାଟେ ଚୋରି ନେଇ ଆସିଲି, ଆଉ ଘରେ ଆଣିକି ମାଆକୁ ଦେଖେଇଲି। ମା କହିଲା ହଉ ଯାହା ହଉ ତୋ ପାଖରେ ନଥିଲା, ବହୁତ ମା ମାନେ ଯାହା ହଉ ତୁ ପାଇଗଲୁ, ତୁ ଏଥିରେ ଚଳା ଅଛୁ। ତାର ମୋର ଟିକେ ସାହସ ବଢିଗଲା। ତାପରେ ମୁଁ କଣ କଲି, ତାପରେ ଧୀରେ ଧୀରେ ସ୍କୁଲର ମଧ୍ୟ ବିଭିନ୍ନ ଜିନିଷ ଯାହା ଥିଲା ତାକୁ ମୁଁ ଚୋରି କରିବାକୁ ଲାଗିଲି। ଦେଖନ୍ତୁ କିଭଳି ଭାବରେ ତାର ଚୋରି କରିବାର ତା ଗୁଣଟା ଧୀରେ ଧୀରେ ବିକଶିତ ହଉଛି। ସେଟା ମା ଦେଖି ଖୁସି ହେଲା। ତାର କିଛି ଦିନ ଗଲା ପରେ ମୁଁ କଣ ଗୋଟେ ସାହି ପଡିଶା ଘରେ ଯୋଉ ଜିନିଷ ଗୁଡା ଥିଲା, ସେଟା ମୁଁ ସେ ଘରୁ ଯାଇକି ନଥିଲା ଚୋରି କରି ନେଇ ଆସିଲି। କାହା ଘରେ କୋଉଠି କଖାରୁ ହେଇଥିବ, କାହା ଘରେ ଲାଉ ହେଇଥିବ, କାହା ଘରେ ଆଉ କଣ ଜିନିଷ ଅଛି, ପନିପରିବା ଚାଷ ହେଇଛି, ଯାଇକି ଚୋରି କଲି। ତେଣୁ ଚୋରି କରି 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 କରି
ଗୋଟେ ବଡ ଚୋର ହେଇଗଲି, ମା ମଧ୍ୟ କିଛି ଆକଟ କଲା ନାହିଁ ମତେ, ଆଉ ବରଂ ଖୁସି ହେଲା ସେ ଜାଗାରେ। ତେଣୁ ମା ଏସବୁ ମତେ ଆକଟ କରିବା କଥା କି ନୁହେଁ, ମତେ ସେ ଜାଗାରେ ମନା କରିଥିଲି ମୁଁ ହେଇପାରିଥାନ୍ତି କି? ଏବଂ ଚୋରି କରି କରି ମୁଁ ଏତେ ଚୋରି କଲି ସେ ଜାଗାରେ, ଲାଷ୍ଟ ଗୋଟେ ବଡ ଚୋରି ହେଇକି ଡକାୟତ ହେଇଗଲି, ଆଉ ବର୍ତ୍ତମାନ ଫାଶୀ ପାଇବା ପାଇଁ ଯାଉଛି। ତେଣୁ ମୁଁ ଭାବୁଛି ଏଥିପାଇଁ ଦାୟୀ ହେଲା ମା। ଯଦି ଛୋଟ ସମୟରେ ମତେ ମନା କରିଥାନ୍ତା, ମତେ କହିଥାନ୍ତା ଚୋରି କରିବା ମହାପାପ, ଚୋରି କର ନାହିଁ, ଯାହା ପଛେ କଷ୍ଟ ପଡୁ ପଛେ ମୁଁ ତତେ ଆଣିକି ଦେବି, ଯୋଉଠି ହେଲେ ବ୍ୟବସ୍ଥା କରିବି, ସେଟା ଚୋରି କରିବୁ ନାହିଁ, ବୋଧେ ମୁଁ ସେଠି ବଦଳିଥାନ୍ତି, ଯାହା ଫଳରେ ଚୋର ଭଳି ଏଭଳି ଗୋଟେ ଏତେ ବଡ ପାପୀ ହେଇନଥାନ୍ତି। ତେଣୁ ଦେଖନ୍ତୁ କିଭଳି ଭାବରେ, ତେଣୁ ଏଇ ଗପରୁ ଆମେ ଜାଣିବାକୁ ପାଉଛେ କିଭଳି ଭାବରେ ଯେ ଆମେ ଯଦି ସନ୍ତାନ ଛୋଟ ଅବସ୍ଥାରୁ ଯଦି ଆମେ ପିଲାମାନଙ୍କୁ ଭଲ ଜିନିଷ ଶିକ୍ଷା ନ ଦବା, ତାଙ୍କୁ ଭଲ ସେ ଅନୁସାରେ କଥା ନ କହିବା, ଖରାପ ଜିନିଷ ଆକଟ ନ କରିବା, ଯଦି ସେ ମୋବାଇଲ ଦେଖୁଛେ ଦେଖୁଥାଉ, ସେ କଣ ଦେଖୁଛି ଆମର ସେ ଯାଏସ ନାହିଁ, ସେ ଜାଗାରେ ଯାଇଛି ଯେ କୁଆଡେ ଯାଇଛି ସେ ଜାଗାରେ ଆମ ଚିନ୍ତା ଅର୍ଥ କିଛି ନାହିଁ, ତାହେଲେ ଭାବରେ ସେ ବଡ ହେଇକି ଏଭଳି ସନ୍ତାନ ଜନ୍ମ ହବ, ଏଭଳି ସନ୍ତାନଟିଏ ହବ, ଏଭଳି ଲୋକଟିଏ ହବ ଯିଏକି ଆମ ସମାଜ ପାଇଁ ଗୋଟେ ବୋଝ ହବ, ସମାଜକୁ ଆମ ମଧ୍ୟ ବି ଆମର ସମାଜ ମଧ୍ୟ କ୍ଷତିଗ୍ରସ୍ତ ହବ। ତେଣୁ ସୁଯୋଗ୍ୟ ସନ୍ତାନ ପାଇବା ପାଇଁ ସମାଜରେ ମଧ୍ୟ ବି ଦାୟିତ୍ୱ ରହିଛି। ଆମ ବାପା ମାଙ୍କ ଦାୟିତ୍ୱ ସଙ୍ଗେ ସଙ୍ଗେ ସମସ୍ତଙ୍କ ଦାୟିତ୍ୱ ରହିଛି ଯେ କିଭଳି ଭାବରେ ଭଲ ସନ୍ତାନଟିଏ ଜନ୍ମ ଗ୍ରହଣ କରୁ, ଯାହା ଫଳରେ କି ଆମର ଆମର ସଂସାରରେ ମଧ୍ୟ ବି ସୁଶାନ୍ତି ବଜାୟ ରହୁ। ତେଣୁ ସେଇଟା ହିଁ ଆବଶ୍ୟକତା ସମସ୍ତଙ୍କ ପାଖରେ ରହିଛି। ତେଣୁ ସେ କକା ପିସା ପୁତୁରା ଯେତେବେଳେ ସେମାନେ ଅଛନ୍ତି, ସେ ଗୋଟେ ପରେ ଯେତେ ଅଛନ୍ତି ସେ ଜାଗାରେ, ସମସ୍ତଙ୍କର ଦାୟିତ୍ୱ ସେ ଜାଗାରେ ରହିଛି ସେ ଜାଗାରେ। ତେଣୁ ଭାଇମାନେ ଜାଣିଲ ସେ ଜାଗାରେ, ତେଣୁ ଜନ୍ମ ହେବା ପରେ ଦେଖନ୍ତୁ, ମୁଁ ଜନ୍ମ ହେଲା ପୂର୍ବରୁ ଆପଣ ମାନଙ୍କୁ କହିଲି, ଜନ୍ମ ହେଲା ସେ ମାତୃ ଗର୍ଭରେ ଥିଲା ସମୟରେ କଥା କହିଲେ ସେ ଜାଗାରେ, ଜନ୍ମ ହେଲା ପରେ ମଧ୍ୟ ଆମର ଦାୟିତ୍ୱ ରହିଛି କିଭଳି ଭାବରେ ଗୋଟେ ଭଲ ସନ୍ତାନଟିଏ, ଯୋଉ ଭଲ ପିଢି, ଭଲ ମାନେ ସଂସ୍କାରବାନ ପିଢି ଆମେ ଗଠନ କରିବାର ଅଛି। ଯଦି ଆମେ ବିଶ୍ୱଗୁରୁ କରିବାର ଅଛି, ଆମେ ଭଲ ମାନେ ଗୋଟେ ଭଲ ମାନେ ପାଇଁ ଚାହୁଁଛୁ, ତାହେଲେ ଆମର ପିଲାମାନଙ୍କୁ ବା ନାତି ନାତୁଣୀ ମାନଙ୍କ ପାଇଁ ଗୋଟେ ଭଲ ନାତି ନାତୁଣୀ ଟିକେ ପଠେଇବା ଯଦି ତାହେଲେ ଆମେ ନିଶ୍ଚିତ ଭାବରେ ଭଲ ଗୋଟେ ସଂସାରଟିଏ ଆମ ଗଠନ କରିବା ପାଇଁ ସମ୍ଭବ ହେଇପାରେ। ଆପଣ ଜାଣନ୍ତୁ ଯେ ବର୍ଷରେ ଶିଶୁର ସମ୍ବେଦନା ଥାଏ, ଯେକୌଣସି ଆଉ ତ ବହୁତ କଥା ରହିଛି। ତେଣୁ ଆମେ ଆଲୋଚନା କଲେ ବହୁତ ମଧ୍ୟ ଆଲୋଚନା ହେଇପାରେ। ତେଣୁ ଆଉ ବିଶେଷ କହିବି ନାହିଁ, 3ଟି ପର୍ଯ୍ୟାୟରେ ଆପଣ କିଛି କିଛି ସମୟ ଧାରଣା ପ୍ରଦାନ କଲେ, ସେ ଆପଣ ମାନେ ଜ୍ଞାନୀ ଗୁଣୀ ଆପଣ ମାନଙ୍କୁ ଟିକେ ଫେସିଲିଟେଟ କଲି। ଆପଣ ମାନେ ଚିନ୍ତା କରନ୍ତୁ ସେ ଆମେ ଯଦି ମନେକର ସୁସଂସ୍କୃତ ଆମେ ଗୋଟେ ପିଲା ଗଠନ କରିବାକୁ ଚାହୁଁଛୁ, ପରେ ପଢିକି ଭଲ କରିବାକୁ ଚାହୁଁଛୁ, ତାହେଲେ ଆମକୁ ନିଶ୍ଚିତ ଭାବରେ ଏପରି ଉପାୟ ଅବଲମ୍ବନ କରିବାକୁ ପଡିବ, ନିଜକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ, ଯାହାଫଳରେ କି ଆମେ ଭଲ ସନ୍ତାନ ଟିକେ ଉତ୍ପାଦନ କରିବା ସମ୍ଭବ ହେଇପାରିବା ଏବଂ ଭଲ ସମାଜଟେ ଗଠନ କରିବା ପାଇଁ ଆମେ କାର୍ଯ୍ୟ କରିବାରେ ସମର୍ଥ ହେଇପାରିବା। ବିଶେଷ କହୁନାହିଁ, କାରଣ ଅପସମୟ ରହିଲେ ଆପଣ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି, ଯାହାବି କିଛି ଯଦି ଭୁଲ ଥାଏ ତାହେଲେ କ୍ଷମା କରିବେ, ଏବଂ ଯାହାବି ଭଲ କଥା କହିଛି ତ ନିଶ୍ଚିତ ଭାବରେ ମୁଁ ସମର୍ପିତ କରିବି। ତେଣୁ ସେ ହିଁ ଜ୍ଞାନ ପ୍ରଦାନ କରିଲି, ଆଉ ଏତିକି ବକ୍ତବ୍ୟ ଶେଷ କରୁଛି। ଦାସ ବହୁତ ବହୁତ ଧନ୍ୟବାଦ। ଆପଣ ଅତି ଶିକ୍ଷଣୀୟ ବିଷୟଟାକୁ ଉତ୍ଥାପନ କରିଛନ୍ତି ଏବଂ ସେଇଟା ସମସ୍ତଙ୍କୁ ମଧ୍ୟ ଆପଣ ସେ ବିଷୟରେ ସୁନ୍ଦର ଭାବରେ କହିଛନ୍ତି। ଏବଂ ଆମେ ଭାବୁଛୁ ଯେ ପ୍ରକୃତ ସଂସ୍କାର ସମ୍ଭବପର ହେଇପାରିବ ମୁଖ୍ୟତଃ ମା ଏବଂ ପିତାଙ୍କ ଦ୍ୱାରା। ଭଲ ସନ୍ତାନଟିଏ ଜନ୍ମ ହେଇପାରିବ, ତାହେଲେ ସେ ସମାଜକୁ ଏବଂ ପରିବାରକୁ ତଥା ଦେଶକୁ ସେ ତାର ମହତ୍ ଅବଦାନ ଦେଇପାରିବ। ଗୋଟେ ସଂସ୍କାରିତ ମଣିଷ ଭାବରେ, ଗୋଟେ ଭଲ ନାଗରିକ ଭାବରେ ସେ ଦେଶରେ କାର୍ଯ୍ୟ କରିପାରିବ। ଏବଂ ମୁଖ୍ୟତଃ ପ୍ରଥମ ଆପଣ ଯୋଉଟା ଆମେ ଭାବୁଥିଲୁ ଯେ ଦେଶ ଆସ୍ତେ ଆସ୍ତେ ତଳକୁ ନିମ୍ନଗାମୀ ହଉଛି, ଲୋକମାନଙ୍କର ଚରିତ୍ର ମାନସିକତା ନୈତିକତା ଅଧପତନକୁ ଯାଉଛି, କିନ୍ତୁ ୟା ଭିତରେ ମଧ୍ୟ ସ୍ୱାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ ଏବଂ ଆଉ ଗାୟତ୍ରୀ ପରିବାର ଯିଏ ଅଛନ୍ତି ଗୁରୁଦେବ ଆଚାର୍ଯ୍ୟ, ସେ ସମସ୍ତଙ୍କର ଗୋଟେ ଆଶାବାଦୀ ଯେ ସମସ୍ତଙ୍କର ଗୋଟେ ରହିଛି ଚିନ୍ତାଧାରା ନା ଭବିଷ୍ୟତର ଆମର ଦେଶ ଉଜ୍ଜଳ ହବ, ଆମର ପିଲାମାନଙ୍କର
ବା ଭବିଷ୍ୟତ ମଧ୍ୟ ସୁଗମ ହେଇପାରିବ ଏବଂ ସମସ୍ତେ ଭଲ ମଣିଷ ହେଇକି ସଂସାରରେ ରହିପାରିବେ। ତେଣୁ ଏଇ ଯୋଉ ଆଶାବାଦୀ ବିଷୟଟି ସେଇଟା ମଧ୍ୟ ଆପଣ ଉତ୍ଥାପନ ପ୍ରଥମେ କରିଛନ୍ତି। ତାହା ଦ୍ୱାରା ଆମର ସମସ୍ତଙ୍କର ଭବିଷ୍ୟତ ପିଲାମାନଙ୍କର ଉଜ୍ଜଳ ହବ। ଏଇ ଆଶା ରଖିକି ଆମକୁ କାର୍ଯ୍ୟ କରିବାକୁ ହବ ଏବଂ ସେଥିପାଇଁ ବିଶେଷତଃ ଯେ ସନ୍ତାନର ଜନ୍ମ ଏଇ ଯୋଉ ଆପଣ ସଂସ୍କାର କଥା କହିଲେ, ଏଇଟା ଅବଶ୍ୟ କେତେଟା ଶାସ୍ତ୍ର ମାନଙ୍କର ବିଭିନ୍ନ ଆମର ଧର୍ମଶାସ୍ତ୍ରରେ 10 ସଂସ୍କାର କଥା ମଧ୍ୟ କୁହାଯାଇଛି। କିନ୍ତୁ ଏତେ ସବୁ ବିଷୟକୁ ଆଲୋଚନା କରି ମୁଖ୍ୟତଃ ଯେଉଁଟା ଜନ୍ମ ସଂସ୍କାର ଏବଂ ତାର ସେ କେମିତି ତାର ବିବାହ କରିବ, ବ୍ରତନୟନ, ନାମକରଣ, এইଗୁଡ଼ା ସବୁ ବିଦ୍ୟାର୍ଜନ ଏଗୁଡ଼ାକୁ ସବୁ ବିଶେଷ ଭାବରେ ମଧ୍ୟ ଆବଶ୍ୟକ ନାହିଁ। କାହିଁକିନା ପ୍ରଥମ କଥା ହେଲା ଭଲ ପିଲାଟି ହେଇଥିଲେ ସେ ତାର ଅଧ୍ୟୟନ ମଧ୍ୟ ବା ଅଧ୍ୟୟନ ଅଧ୍ୟାପନା ବା ତାକୁ ଭଲ ଶିକ୍ଷା ସେ ଅର୍ଜନ କରିବ, କେବେ ହେଲେ ଖରାପ ଲୋକଙ୍କ ସହିତ ପଡ଼ିବନି। ଯେଉଁ ଆପଣ ଗୋଟେ ଉଦାହରଣ ଦେଇ କହିଲେ ଯେ ପିଲାଟି ତା ମା ପାଇଁ ସେ ଖରାପ ହେଇଗଲା, ଚୋର ହେଲା, ଠିକ ସେମିତି ଭଲ ଲୋକମାନେ ମଧ୍ୟ ହଉଛନ୍ତି। ଅଭିମନ୍ୟୁ ଯେମିତି ଭଲ କିଛି ଶିଖିଲେ ତାଙ୍କ ମାଙ୍କ ଗର୍ଭରେ ରହିକି, ପ୍ରହ୍ଲାଦ, ନବକୁଶ ଏମାନଙ୍କ କଥା ମଧ୍ୟ ଆପଣ କହିଛନ୍ତି। ତେଣୁ ସବୁର ମୂଳରେ ରହିଛି ଯେ ମା ଯେତେବେଳେ ଗର୍ଭ ଅବସ୍ଥାରେ ରହୁଛି ସେ କଣ ସେ କର୍ତ୍ତବ୍ୟ କରିବ। ଯେମିତି ଆପଣ କହିଲେ ସେ ଭଲ ପୁସ୍ତକ ଅଧ୍ୟୟନ କରିବ, ମନ୍ତ୍ର ଜପ କରିବ ବା ଈଶ୍ୱରଙ୍କ ପ୍ରତି ଗୋଟେ ଅନୁରାଗ ରହିବ, ଗୋଟେ ସେ ଭବିଷ୍ୟତ ସେ ଆସ୍ଥାବାନ ଯୋଉ ପିଲାଟିକୁ ଜନ୍ମଗ୍ରହଣ କରିବାକୁ ସେ ଯିବ, ସେ ପିଲାଟିର ଭବିଷ୍ୟତ କେମିତି ହବ ସେଇଟା ନିଶ୍ଚିତ ଭାବରେ ପିତାମାତାଙ୍କ ଉପରେ ନିର୍ଭର କରେ। ସେଟା ଆପଣ ବିଶେଷ ଭାବରେ ତାକୁ ଆଲୋଚନା କରିଛନ୍ତି ଏବଂ ଏଇ ସମସ୍ତ ଗୁରୁ ଦାୟିତ୍ୱ ଯାହା ଯାହା ସବୁ ରହିଛି ସେ ବିଷୟରେ ମଧ୍ୟ ଆପଣ ଆମମାନଙ୍କୁ ସବୁ ଜଣେଇଛନ୍ତି। ତଥାପି ଯଦି କାହାରି କିଛି କୌଣସି ବନ୍ଧୁମାନଙ୍କର କିଛି ପ୍ରଶ୍ନ ପଚାରିବାର ଥିବ ଏ ବିଷୟରେ, ତାହେଲେ ଆପଣମାନେ ମଧ୍ୟ କୌଣସି ପ୍ରଶ୍ନ ଆମ ଅଧ୍ୟାପକ ଦାସଙ୍କୁ ପଚାରି ପାରିବେ। ତେଣୁ ବର୍ତ୍ତମାନ ତ ସମୟ ଆଉ 5 ମିନିଟ୍ ଅଛି। ୟା ଭିତରେ ଆମେ ଆଶା କରିବୁ ଯଦି କୌଣସି ବନ୍ଧୁ ଆମ ସଂକର୍ଷଣ ସାର୍ ବି ଥିଲେ, ସେ ବି ରହିଛନ୍ତି ବୋଧେ, ମୁଁ ଭାବୁଛି ଶୁଣୁଥିବେ। ତେଣୁ ଯେଉଁମାନଙ୍କର କିଛି ଗୋଟେ ସନ୍ଦେହ ଅଛି ବା ଟିକେ ଜାଣିବା, ସନ୍ଦେହ ତ ନୁହେଁ, ଜାଣିବା ପାଇଁ ଯଦି ସ୍ପୃହା ବା ଆଗ୍ରହ ଯଦି ରହିଥିବ ଅଧିକ, ସେମାନେ ମଧ୍ୟ ସେମାନଙ୍କର ବିଷୟଟିକୁ ଉତ୍ଥାପନ କରିପାରିବେ। ପ୍ରାୟ କୌଣସି ବ୍ୟକ୍ତି କିଛି ଆଉ ଜାଣିବାକୁ ଚାହୁଁନାହାନ୍ତି। ସେମାନେ ସମ୍ୟକ ଭାବରେ ସବୁ କିଛି ଜାଣିଛନ୍ତି ବା ବୁଝି ପାରିଛନ୍ତି। ଆଉ ତେଣୁ ମୁଁ ବର୍ତ୍ତମାନ ସାର୍ ମୋର ହଁ କୁହନ୍ତୁ। ପିଢିକୁ ଆଉ ଯାଉ ଆପଣ ସମସ୍ତ ପାଖରେ ଆଜ୍ଞା ଆଲୋଚନା କରି ଯାହା ଚାହୁଁଛି, ଯିଏ ବିବାହ କରିବାକୁ ଯାଉଛି, ବିବାହିତ ହେଇଛି, ଆଜ୍ଞା ଯାଉଛି, ସେଇ ବାର୍ତ୍ତାଟା ତାଙ୍କ ପାଖରେ ପହଞ୍ଚିବା ଦରକାର ସାର୍। ଟିକେ ଏଇ ଜିନିଷଟା ମୋର ଅନୁରୋଧ ରହିବ, ଏଇଟା ତାଙ୍କ ପାଖରେ। ହଁ, ଯୋଉ ତା ଅର୍ଥ ହଉଛି ଯୋଉମାନେ ବର୍ତ୍ତମାନ ଅଛନ୍ତି ଏଇ ପିଢିରେ, ଯୁବକ ମାନେ ଅଛନ୍ତି ବିଶେଷ କହିବାକୁ ପଡିବ, ବା ଆମର ପିତାମାତା ବି ମଧ୍ୟ ରହିଛନ୍ତି, ସେମାନେ ଯୋଉ ଆଶ୍ରମରେ ସବୁବେଳେ ରହିଛନ୍ତି, ଆମର ଯୋଉ 4ଟି ଆଶ୍ରମ ରହିଛି, ଯେମିତି ବ୍ରହ୍ମଚର୍ଯ୍ୟ ଆଶ୍ରମ, ଗାର୍ହସ୍ଥ ଆଶ୍ରମ, ବନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ ଆଶ୍ରମ, ଏଇଗୁଡା ମଧ୍ୟ ଜୀବନକୁ ଆମକୁ ଯେତେବେଳେ ବିତଉଛି, ବିଶେଷ କରି ଗାର୍ହସ୍ଥ ଆଶ୍ରମ ଜୀବନ ଏବଂ ଯେତେବେଳେ ବ୍ରହ୍ମଚର୍ଯ୍ୟ କଥା କୁହାଯାଉଛି, ପିଲାଟି ଯେତେବେଳେ ପାଠ ପଢୁଛି ସେ କୋଉ ପ୍ରକାର ସାଙ୍ଗକୁ ସେ ତାର ନିଜର ଆତ୍ମୀୟ ବୋଲି ମନେ କରିବ। ଯେଉଁମାନେ ସବୁ ଖରାପ, ସେଥିପାଇଁ କୁହାଯାଏ ଯେ ଇଟ୍ ଇଜ ବେଟର ଟୁ ରିମେନ୍ ଏଲୋନ୍ ଦେନ୍ ବ୍ୟାଡ୍ କମ୍ପାନୀ। ତା ଅର୍ଥ ମାନେ ସବୁବେଳେ ଭଲ ସଙ୍ଗ ସହିତ ରହିବ ଦରକାର। ପିତା ମାତା ଭଲ ହେଇପାରନ୍ତି, ଶିକ୍ଷକ ଭଲ ହେଇପାରନ୍ତି, କିନ୍ତୁ ପିଲାଟି ଯଦି ଖରାପ ପରିବେଶରେ ପଡିଯାଇଛି, ଆପଣ ସେ ପରିବେଶ କଥା ମଧ୍ୟ ସେଥିରେ କହିଛନ୍ତି ଯେ ସମାଜ ଏବଂ ସମାଜର ପରିବେଶଟାକୁ ମଧ୍ୟ ଆମ ଉପରେ ବା ଆମର ପିଲାଙ୍କ ଉପରେ ପ୍ରଭାବ ପଡୁଛି। ପିତାମାତାଙ୍କର ପ୍ରଭାବ ପଡୁଛି, ତାପରେ ଆପଣଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟ ପ୍ରଭାବ ପଡୁଛି ସ୍କୁଲ କଲେଜ ମାନଙ୍କରେ, ଏବଂ ସାଙ୍ଗର ପ୍ରଭାବଟା ଆଜିକାଲି ଯାହା ଆମେ କହୁ ଯେ ଭଲ ସାଙ୍ଗ ସହିତ ପିଲାଟି ମିଶିଲା ତାହେଲେ ସେ ଭଲ ହବ, ଭଲ ସାଧୁ ସଙ୍ଗ ଯଦି ସିଏ କରିବ ତାହେଲେ ସେ ସାଧୁ ହବ। ସେଥିପାଇଁ ସତ୍ସଙ୍ଗ କରିବାକୁ କୁହାଯାଉଛି। ଭଲ ବହିଟେ ସେ ପଢିବ, ଯେଉଁ ଶିକ୍ଷଣୀୟ ବହି ଯେମିତି ବିବେକାନନ୍ଦ, ଅରବିନ୍ଦ, ନିଗମାନନ୍ଦ ବା ଆଚାର୍ଯ୍ୟ ହରି, ଏମାନଙ୍କ ସବୁ ଭଲ ଭଲ ବହି, ମାନେ ଭାଗବତ, ରାମାୟଣ, ଏଇ ସବୁ ଅଧ୍ୟୟନ କରୁ, ଯାହାଦ୍ୱାରା କି ସିଏ ନିଜକୁ ଭଲ ମଣିଷ ଭାବରେ ପ୍ରତିଷ୍ଠିତ ହେଇପାରିବ। ଏବଂ ତା ସହିତ ସିଏ ପିଲାଟି ଗୋଟେ ଭାବିବା କଥା ଯେ ଯେଉଁମାନଙ୍କର ଅବଦାନରେ ମୁଁ ଆଜି ବଡ ହେଇଛି, ପିତାମାତା ମୁଖ୍ୟ, ତାଙ୍କ ପ୍ରତି ମୋର କର୍ତ୍ତବ୍ୟ କଣ।
या भितर आपण जेମିତି गोटे कहले गोटे उदाहरण देइछे पिताटी बापाटा जदि खराब हेइथिबो माँ जदि खराब हेइथिबो तार प्रभाव से जदि मिथ्यावादी हेइथिबो से जदि मद पिउथिबो ताहले पिलांक ऊपर से मध्य प्रभाव पड़िबो जदि शिक्षक पाठ पढ़ला बेले गोटे पढ़ौथिबे गोटे प्रकार तांकर उद्देश्य थिबो अन्य प्रकार तेणु ये समस्त किछि प्रभाव पिलांक ऊपर पड़ुछि पिला माने साधारणतः बही पढ़िकी बा शास्त्र अध्ययन करी जेतिकी सेमाने ग्रहण करूनाहांती बा तांक ऊपर प्रभाव पड़ू नहीं किंतु एई परिस्थिति परिवेश समाज प्रभावटा ता ऊपर बेसी पड़ुछि एवं विशेषतः कहा जाय पारे मोबाइल ए जे मोबाइल कंप्यूटर बा अन्यान्य सब इलेक्ट्रॉनिक्स मीडिया रही तार भी मध्य प्रभावटा पिलांक ऊपर अधिक पड़ुछि जहा फले से पिलाटी भल कौन मंद कौन से जानुथिले मध्य से खराबटा को ग्रहण करुछि किंतु भलटा को छाड़ी दउछि एई सब विषय को जदि आमे अनुध्यान करिवु विश्लेषण करिवु ताहले प्रकृत जे विवाह करवा एवं केवल गोटे भोग विलास भितर रही जीवन यापन करिकी आमे रहिबा सेटा केवल उद्देश्य नुहे किमिति हमर पीढ़ी भविष्यतर पीढ़ी किमिति भल हेई पारिबो सेटा भी मध्य हमर लक्ष्य रखिया दरकार मु तो कौ आड़ू सर बहुत कथा कहीदेली आपंकर विषय टी आउ टे अधिक प्रांजल भाव में करने तेणु बर्तमान मु भावुची आम अध्यापिका श्रीमती शुभ्रा पट्टनायक आउ बर्तमान जो कौन थी धन्यवाद ज्ञापन कर रही विधि तेणु से किए जदि धन्यवाद ना सी अध्यापिका पट्टनायक हाँ हाँ ठीक अच्छे बहुत भल सर प्रथमे तो आमर नमिता महापात्र महोदय को प्रथम धन्यवाद जेहेतु सी सुंदर ललित कंठरे से श्रीकृष्ण भजन गान कर तो द्वितीय हूँ जमी आम आयुष्मान आचार्य जे कि युव संसदर जने सदस्य से सुंदर विवेकवान टी कहले आउ रहिला आमर डॉक्टर प्रवीण कुमार दास सर जे कि आमर वक्ता से सुंदर भाव में प्रसंग उपस्थापन कले जो सी नेगी आमर जो आमर रहिला चरित्रवान पीढ़ी की किमिति संस्कारवान पीढ़ी किमिति करिया सेति से बहुत उदाहरण भी देते प्रहलादंगर देइछन अभिमन्युंगर भी देइछन्ति आम लवकुशंगर भी देइछन्ति मु एहा सहित जहाँ भी से देइछन सेथि तो आमे शिक्षा पाइलु जो श्रोता माने अछंती जहाँ से शिखले से माने जदि अन्य मानकु कहिबे ता द्वारा कोन हो ना हमर अधिक अधिक उन्नत संस्कारवान पीढ़ी मध्य जन्म जन्म हो पारे जहाद्वारा आम समाज आगू जीव आ समाज आम उन्नति कर आम समाज ही सबू जदि गोटे संस्कारवान पीढ़ी पे आम समाज सब मूलधुआ भाव रहा पड़ो जेहेतु बापा माँ जमी कहले माँ आमर होती भूमि बापा होती बीज तो जदि भूमि खराब थे बीजर भल हम ना कि बीज जदि खराब हो भूमि रे पड़े जब भल भूमि थी भी तार उन्नति आसेनी ता सहित रहा परिजन वर्ग कथा विषय कहले जी जो परिजन वर्ग कथा सी कहले परिजन वर्ग बहुत मुख्य ता सहित रहा पारिपार्श्विक स्थिति परिवेश जहाद्वारा कौन हो पारे गोटे पिलाटी से भल जिनस भी शिखिपे आ खराब जिनस भी शिखिपे तो से समस्त जिनस आमर समाज जदि समाज आमर उन्नति हेबो समाज आम संस्कारवान हेबो ताहले आम आग पीढ़ी संस्कारवान हेबो एई सब जिनस सी जहाँ भी प्रवेश सर आमको वर्णना करी कहिसंती आम पे बहुत गुरुत्वपूर्ण आम पे बहुत उपायदेय भी हेबो बोली सेति सर मु आपनको बहुत बहुत धन्यवाद ज्ञापन करछि सर धन्यवाद अमूल्य सर जेहेतु आपण आम सभापति आपणक द्वारा ही समस्त सभा कार्य संपादन होती सुरखुरे तो आप मुख्य हिसाब से मुझे आपको बहुत बहुत धन्यवाद प्रदान करछि धन्यवाद सर मु बर्तमान मु कहूची जे आपण शांति पाठ करिकि आजिर सभाटी को सांग कर मोर शांति पाठ करने पूर्व मो विशेष कर डॉक्टर प्रवीण जी आमर दास जो अच्छा अध्यापक उद्भिद विज्ञान उद्भिद विज्ञान जड़े अध्यापक रही सी आध्यात्मिकता संस्कार प्रति आग्रह प्रकाश कर